ମାନେ ମୁଁ ଏମସି କ୍ୱେଶ୍ଚନରେ ଆଲୋଚନା କରୁଛି। 1 ନମ୍ବର କ୍ୱେଶ୍ଚନ କହିଛି ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ ହିନ୍ଦ ଫୌଜର ନେତା ଥିଲେ? ସାୱାନୱାଜ ଖିଆ, ରାସବିହାରୀ ବୋଷ, ମୋହନ ସିଂ, ଗୁରୁ ଦୟାଲ ସିଂ ଧିଲମ। ଉତ୍ତର ହେଉଛି ରାସବିହାରୀ ବୋଷ। କେଉଁଠାରେ ସୁଭାଷ ବୋଷ ଭାରତୀୟ ସ୍ୱାଧୀନତା ସଂଘ ବା ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ? ଅପସନ୍ ବ୍ୟାଙ୍କକ୍, ସିଙ୍ଗାପୁର, ଟୋକିଓ, ରେଙ୍ଗୁନ। ଉତ୍ତର ହେଉଛି ପିଲାମାନେ ସିଙ୍ଗାପୁର। ସୁଭାଷ ବୋଷ ମନେ ରଖିଥିବ, ସୁଭାଷ ବୋଷଙ୍କୁ ଯେ ଆଜାଦ ହିନ୍ଦ ଫୌଜର ସୈନ୍ୟମାନେ ନେତାଜୀ ବୋଲି ଘୋଷିତ କରିଥିଲେ। କେଉଁଠାରେ ସୁଭାଷ ବୋଷ ଆଜାଦ ହିନ୍ଦ ଫୌଜ ସରକାର ବା ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? ରେଙ୍ଗୁନ, ବ୍ୟାଙ୍କକ୍, ସିଙ୍ଗାପୁର, ବର୍ଲିନ। ଉତ୍ତର ହେଉଛି ସିଙ୍ଗାପୁର। ଆଜାଦ ହିନ୍ଦ ସରକାର ଗଠନ ପାଇଁ ସୁଭାଷ ବୋଷ କେଉଁ ଦେଶର ଅସ୍ଥାୟୀ ସରକାରଙ୍କୁ ଅନୁକରଣ କରିଥିଲେ? ଅପସନ୍ ଥାଇଲାଣ୍ଡ, ଫିଲିପାଇନ୍ସ, ଇଟାଲୀ, ଆୟର୍ଲାଣ୍ଡ। ଉତ୍ତର ହେଉଛି ଆୟର୍ଲାଣ୍ଡ। କେଉଁ ଦେଶ ସୁଭାଷ ବୋଷଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦାୟିତ୍ୱ ହସ୍ତାନ୍ତର କରିଥିଲା? ଅପସନ୍ ମିଆଁମାର, ଥାଇଲାଣ୍ଡ, ଜାପାନ, ଇଂଲଣ୍ଡ। ଉତ୍ତର ହେଉଛି ଜାପାନ। କେଉଁଠାରେ ସୁଭାଷ ବୋଷ ଭାରତୀୟ ପତାକା ଉତ୍ତୋଳନ କରିଥିଲେ? ପୋର୍ଟ ବ୍ଲେୟାର, ଇମ୍ଫାଲ, ଶିଲଂ, କୋହିମା। ଉତ୍ତର ହେଉଛି କୋହିମା। ମନେ ରଖିଥାଉ ଛୁଆ ଯେ ନାଗାଲାଣ୍ଡର ରାଜଧାନୀ ହେଉଛି କୋହିମା। କେଉଁଠାରେ ଏକ ସାମରିକ ଅଦାଲତ ଦ୍ୱାରା ଆଜାଦ ହିନ୍ଦ ଫୌଜର 3 ଜଣ ସେନାଧ୍ୟକ୍ଷଙ୍କ ବିଚାର ହୋଇଥିଲା? ଅପସନ୍ କଲିକତା, ଇମ୍ଫାଲ, ଦିଲ୍ଲୀ, ଗୌହାଟୀ। ଉତ୍ତର ହେଉଛି ଦିଲ୍ଲୀ। ଆଜାଦ ହିନ୍ଦ ଫୌଜର କେଉଁ ସେନାଧ୍ୟକ୍ଷ ସାମରିକ ଅଦାଲତ ବିଚାରରେ ସମ୍ମୁଖୀନ ହୋଇନଥିଲେ? ଶାହନୱାଜ ଖାଁ, ମୋହନ ସିଂ, ଗୁରୁ ଦୟାଲ ସିଂ ଧିଲମ, ପ୍ରେସ ସେଗଲ। ଉତ୍ତର ହେଉଛି ମୋହନ ସିଂ। କିଏ ସାମରିକ ଅଦାଲତ ଦ୍ୱାରା ଅଭିଯୁକ୍ତ ଆଜାଦ ହିନ୍ଦ ଫୌଜର 3 ସେନାଧ୍ୟକ୍ଷଙ୍କ ଦଣ୍ଡ ଛାଡ଼ କରିଥିଲେ? ଲର୍ଡ ଲିନ୍ ଲିଥଗୋ, ଲର୍ଡ ୱାଭେଲ, ଲର୍ଡ ମାଉଣ୍ଟବେଟନ, ଲର୍ଡ ୱେଲିଂଟନ। ମନେ ରଖିଥାଉ ଲର୍ଡ ୱାଭେଲ। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ କ୍ୟାବିନେଟ ମିଶନ କେବେ ଭାରତରେ ପହଞ୍ଚିଥିଲା? ଉତ୍ତର ହେଉଛି ପିଲାମାନେ ମାର୍ଚ୍ଚ 24, 1946। କିଏ କ୍ୟାବିନେଟ ମିଶନର ସଦସ୍ୟ ନଥିଲେ? 4 ଜଣଙ୍କ ନାଁ ଛୁଆ କହୁଛି, କିଏ ନଥିଲେ ଦେଖିବା। ଏଭି ଆଲେକ୍ଜାଣ୍ଡାର, ଲର୍ଡ ମାଉଣ୍ଟବେଟନ, ପ୍ୟାଟ୍ରିକ ଲରେନ୍ସ, ସାର୍ ଷ୍ଟାଫୋର୍ଡ କ୍ଲିଭ୍ସ। ମନେ ରଖିଥାଉ ଲର୍ଡ ମାଉଣ୍ଟବେଟନ କ୍ୟାବିନେଟ ମିଶନର ସଦସ୍ୟ ନଥିଲେ। ମୁସଲମାନମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ରୂପେ ପାଳନ କରିବା ପାଇଁ ମହମ୍ମଦ ଅଲି ଜିନ୍ନା କେଉଁ ଦିନଟିକୁ ଧାର୍ଯ୍ୟ କରିଥିଲେ? ମେ 16, 1946, ଜୁନ 29, 1946, ଅଗଷ୍ଟ 16, 1946, ସେପ୍ଟେମ୍ବର 2, 1946। ଉତ୍ତର ହେଉଛି ଅଗଷ୍ଟ 16, 1946। କେବେ ଭାରତରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠିତ ହୋଇଥିଲା? ଉତ୍ତର ହେଉଛି ପିଲାମାନେ ସେପ୍ଟେମ୍ବର 2, 1946। କିଏ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରଧାନମନ୍ତ୍ରୀ ଥିଲେ? ଉତ୍ତର ପିଲାମାନେ ହେଉଛି ଜବାହରଲାଲ ନେହେରୁ। କେବେ ମୁସଲିମ ଲିଗ ମଧ୍ୟବର୍ତ୍ତୀକାଳୀନ ସରକାରରେ ଯୋଗ ଦେଇଥିଲା? ସେପ୍ଟେମ୍ବର 2, 1946, ଅକ୍ଟୋବର 13, 1946, ଡିସେମ୍ବର 9, 1946 ଆଉ ଡିସେମ୍ବର 11, 1946। ଉତ୍ତର ହେଉଛି ଅକ୍ଟୋବର 13, 1946। କିଏ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଏହାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ? ଉତ୍ତର ହେଉଛି ପିଲାମାନେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଯିଏକି ସ୍ଥାୟୀ ସଭାପତି ଥିଲେ। ମନେ ରଖିଥିବ ଯେତେବେଳେ ସମ୍ବିଧାନ ପ୍ରଣୟନ ସଭା ବସିଥିଲା ଡିସେମ୍ବର 9, 1946ରେ, ସେଇଦିନ ଅସ୍ଥାୟୀ ସଭାପତି ଥିଲେ ସଚିଦାନନ୍ଦ ସିହ୍ନା। ତାପରେ ହେଲେ ରାଜେନ୍ଦ୍ର ପ୍ରସାଦ ସ୍ଥାୟୀ ସଭାପତି। 17 ନମ୍ବର କ୍ୱେଶ୍ଚନକୁ ଯିବା ଯେ ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସମୟସୀମା କ'ଣ ଥିଲା? ଜୁନ 3, 1940, ଜୁନ 18, 1940, ଅଗଷ୍ଟ 14, 1940, ଜୁନ 30, 1940। ଉତ୍ତର ହେଉଛି ଜୁନ 30, 1948। କେବେ ଲର୍ଡ ମାଉଣ୍ଟବ୍ୟାଟେନ ଭାରତର ଭାଇସରାୟ ଭାବେ ଲର୍ଡ ୱାଭେଲଙ୍କୁ ସ୍ଥାନାନ୍ତରିତ କରିଥିଲେ? ଉତ୍ତର ହେଉଛି ପିଲାମାନେ ମାର୍ଚ୍ଚ 22, 1947। କେବେ ମାଉଣ୍ଟବେଟନଙ୍କ ଯୋଜନା ଘୋଷିତ ହୋଇଥିଲା? ମାଉଣ୍ଟବେଟନଙ୍କ ଯୋଜନା ଘୋଷିତ କେବେ ହୋଇଥିଲା ପିଲାମାନେ? ଜୁନ 3, 1947। କେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଭାରତ ସ୍ୱାଧୀନତା ଆଇନ 1947ରୁ ଅନୁମୋଦିତ ହୋଇଥିଲା? ଉତ୍ତର ହେଉଛି ପିଲାମାନେ
ଜୁଲାଇ 18 1947। କିଏ 1947 ଅଗଷ୍ଟ 14 ତାରିଖ ମଧ୍ୟରାତିରେ ସ୍ୱାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ? ଭେରି ଭେରି ଇମ୍ପୋର୍ଟାଣ୍ଟ ଛୁଆ। 1947 ଅଗଷ୍ଟ 14 ମଧ୍ୟରାତିରେ କିଏ ସ୍ୱାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ? ଉତ୍ତର ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ଭାରତର ସ୍ୱାଧୀନତା ପ୍ରାପ୍ତି ସମୟରେ କିଏ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ? এটা ସବୁବେଳେ ଛୁଆ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆସେ ଯେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ ଭାରତ ଯେତେବେଳେ ସ୍ୱାଧୀନତା ପାଇଥିଲା? ନା ଲର୍ଡ କ୍ଲିମେଣ୍ଟ ଅଟଲି। କିଏ ଭାରତର ସର୍ବବରିଷ୍ଠ କୁଳବୃଦ୍ଧ ବା ସର୍ବବରିଷ୍ଠ ବୃଦ୍ଧ ବ୍ୟକ୍ତି ଭାବେ ପରିଚିତ? ସବୁବେଳେ ଛୁଆ ପରୀକ୍ଷାରେ କ୍ୱେଶ୍ଚନ୍ଟା ସବୁବେଳେ ଆସେ, ବହୁତ କମ୍ପିଟେଟିଭ୍ ଏକ୍ଜାମ୍ରେ ସବୁବେଳେ ଆସିଥାଏ। କିଏ ସର୍ବବରିଷ୍ଠ ବୃଦ୍ଧ ବ୍ୟକ୍ତି? ଦାଦା ଭାଇ ନାରୋଜୀ, ଯିଏ ଭିତର ବହି ପ୍ରବାହର ପ୍ରବକ୍ତା ଥିଲେ। 24 ନମ୍ବର ପିଲାମାନେ ଯିବା। ମହାତ୍ମା ଗାନ୍ଧୀ କାହାକୁ ତାଙ୍କ ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ? এটা ଆମେ ସବୁବେଳେ ପିଲାମାନେ ପଢ଼ିଛେ ଯେ ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଗୁରୁ ଥିଲେ କିଏ? ନା ଗୋପାଳ କୃଷ୍ଣ ଗୋଖଲେ। କିଏ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ? କିଏ ପିଲାମାନେ ମନେ ଥିବ ଯେ ମହାତ୍ମା ଆଖ୍ୟା ଦେଇଥିଲେ? ରବୀନ୍ଦ୍ରନାଥ ଠାକୁର। ସୁଭାଷ ବୋଷ କାହାକୁ ତାଙ୍କ ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ? ଗାନ୍ଧୀଜୀଙ୍କ ଗୁରୁ ଥିଲେ କିଏ? ଗୋପାଳ କୃଷ୍ଣ ଗୋଖଲେ। ଏବଂ ସୁଭାଷ ବୋଷଙ୍କ ଗୁରୁ ଥିଲେ ଚିତ୍ତରଞ୍ଜନ ଦାସ। କିଏ ସୀମାନ୍ତ ଗାନ୍ଧୀ ରୂପେ ପରିଚିତ? ମନେ ରଖିଥିବ ସୀମାନ୍ତ ଗାନ୍ଧୀ ରୂପେ ପରିଚିତ କିଏ? ଖାଁ ଅବଦୁଲ ଗଫର ଖାଁ। ଆଉ ଗୋଟେ ମନେ ରଖିଥାଉ, ସିଏ ତିଆରି କରିଥିଲେ ଖୁଦାଇ ଖିଦମତଗାର। କିଏ ଲୌହ ମାନବ ରୂପେ ପରିଚିତ? ଲୌହ ମାନବ ରୂପେ ପରିଚିତ କିଏ? ନା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଯିଏକି ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଭାରତର ପ୍ରଥମ ଗୃହମନ୍ତ୍ରୀ ଥିଲେ। ଭାରତର ସ୍ୱାଧୀନତା ପ୍ରାପ୍ତି ସମୟରେ କିଏ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ? ଇଏ ବି ଛୁଆ କ୍ୱେଶ୍ଚନ୍ ସବୁବେଳେ ଆସେ। କିଏ ଥିଲେ? ମାନେ ଭାରତ ଯେତେବେଳେ ସ୍ୱାଧୀନତା ପାଇଲା ସେତେବେଳେ ଜାତୀୟ କଂଗ୍ରେସର ସଭାପତି କିଏ ଥିଲେ? ନା ଆଚାର୍ଯ୍ୟ ଜେ.ବି. କୃପାଳିନୀ। କିଏ କହିଥିଲେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି? এটা ସବୁବେଳେ ଆମେ ଡିବେଟ୍ କରୁଥାଏ, ସବୁବେଳେ ଆମେ ଟିଭି ପତ୍ରପତ୍ରିକା ସବୁବେଳେ ଆମେ ଦେଖୁଥାଏ, ଜାଣିଛୁ ଆମେ ଯେ ସୁଭାଷ ବୋଷ କହିଥିଲେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି। କିଏ ସିନ୍ଧୁ ପ୍ରଦେଶ ଆକ୍ରମଣ କରିବା ପାଇଁ ମହମ୍ମଦ ବିନ୍ କାସିମକୁ ପଠାଇଥିଲେ? ଯେ ଆରବମାନଙ୍କର ସିନ୍ଧୁ ଆକ୍ରମଣ ହୋଇଥିଲା ସେତେବେଳେ ସିନ୍ଧୁ ପ୍ରଦେଶ ଆକ୍ରମଣ ପାଇଁ ମହମ୍ମଦ କାସିମକୁ କିଏ ପଠାଇଥିଲେ? ନା ଓଲ ହଜାଜ। ଆରବୀୟମାନେ ସିନ୍ଧୁ ଆକ୍ରମଣ କରିବା ସମୟରେ କେଉଁ ଗୋଟି ଏହାର ରାଜଧାନୀ ଥିଲା? ଉତ୍ତର ହେଉଛି ପିଲାମାନେ ଓଲର। 33 ନମ୍ବର ପିଲାମାନେ ଯିବା। ସିନ୍ଧୁ ପ୍ରଦେଶ ବିରୁଦ୍ଧରେ ଅଭିଯାନ ସମୟରେ ମହମ୍ମଦ ବିନ୍ କାସିମ କେଉଁ ସହରକୁ ପ୍ରଥମେ ଅଧିକାର କରିଥିଲେ? ଯେତେବେଳେ ସିନ୍ଧୁ ପ୍ରଦେଶ ବିରୁଦ୍ଧରେ ଆକ୍ରମଣ କଲେ ମହମ୍ମଦ ବିନ୍ କାସିମ ପ୍ରଥମତଃ ଦେବଳ ସହରକୁ ଅଧିକାର କରିଥିଲେ। ଆରବୀୟମାନଙ୍କ ସିନ୍ଧୁ ଆକ୍ରମଣ ସମୟରେ କିଏ ନିଜର ସମ୍ମାନ ରକ୍ଷା ପାଇଁ ଜୌହର ସମ୍ପାଦନ କରିଥିଲେ? ଉତ୍ତର ହେଉଛି ରାଣୀ ବାଇ। ମହମ୍ମଦ ବିନ୍ କାସିମ ସିନ୍ଧୁ ଆକ୍ରମଣ କରିବା ସମୟରେ କିଏ ସିନ୍ଧୁର ରାଜା ଥିଲେ? ଉତ୍ତର ହେଉଛି ପିଲାମାନେ ଦହିର। 712 ଖ୍ରୀଷ୍ଟାବ୍ଦରେ କିଏ ମହମ୍ମଦ ବିନ୍ କାସିମଙ୍କ ସଙ୍ଗେ ଯୁଦ୍ଧ କରିବା ସମୟରେ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ? ନା ଦହିର। କେବେ ଗଜନୀର ମାମୁଦ ଭାରତ ବିରୁଦ୍ଧରେ ତାଙ୍କ ପ୍ରଥମ ଅଭିଯାନ ଅଗ୍ରସର କରିଥିଲେ? ଯେ ମାମୁଦ ପ୍ରଥମେ ମଧ୍ୟ ଭାରତ ଆକ୍ରମଣ କରିଥିଲେ କେବେ? 1000 ଖ୍ରୀଷ୍ଟର 1000ରେ ଆରମ୍ଭ କରିଥିଲେ। ମାମୁଦ କେତେଥର ଆକ୍ରମଣ କରିଥିଲେ ଭାରତକୁ? 17 ଥର ଆକ୍ରମଣ କରିଛନ୍ତି। ତାପରେ ଛୁଆ ଯିବା ଦେଖ, ପିଲାମାନେ ତ ଖାଲି ମୁଁ ଉତ୍ତର କହିଦେଉଛି, ଅପସନଟା ତୁମେ ପଢ଼ିଲା ବେଳେ ଦେଖି ନେବ। ଗଜନୀର ମାମୁଦଙ୍କ ସମ୍ମୁଖୀନ ହୋଇଥିବା ପ୍ରଥମ ଭାରତୀୟ ଶାସକ କିଏ? ଯେତେବେଳେ ମାମୁଦ ଭାରତ ଆକ୍ରମଣ କରିଥିଲେ ସେତେବେଳେ ପ୍ରଥମ ଶାସକ କିଏ ଥିଲେ ଯୁଦ୍ଧ ତାଙ୍କ ସହିତ କରିଥିଲେ? ନା ଜୟପାଳ। କେଉଁ ବିଦ୍ୱାନ ବ୍ୟକ୍ତି ଗଜନୀର ମାମୁଦଙ୍କ ସହିତ ଭାରତ ଆସିଥିଲେ? এটা ପରୀକ୍ଷାରେ ସବୁବେଳେ ଆସେ ଯେ ମାମୁଦଙ୍କ ସହିତ କିଏ ଭାରତ ଆସିଥିଲେ? ବିଦ୍ୱାନ ବ୍ୟକ୍ତି ବା ପରିବ୍ରାଜକ ଆଲବେରୁନି। ଆଲବେରୁନିଙ୍କ କେଉଁ ପୁସ୍ତକରେ ଭାରତରେ ପ୍ରଚଳିତ ହିନ୍ଦୁ ଚାଲିଚଳଣି ପ୍ରଥା ଅନୁଷ୍ଠାନ ବିଷୟରେ ଉଲ୍ଲେଖ ଅଛି? ନା ଆଲବେରୁନି ଗୋଟେ ବହି ଲେଖିଥିଲେ କିତାବୁଲ ହିନ୍ଦ। କିସ ପିଲାମାନେ? କିତାବୁଲ ହିନ୍ଦ।
କେବେ ଗଜନିର ମାମୁଦ ଯିଏକି ସମନାଥ ମନ୍ଦିର ଲୁଣ୍ଠନ କରିଥିଲେ? କେବେ ଛୁଆ? ନା 1026। ଗଜନିର ମାମୁଦଙ୍କ ଦ୍ୱାରା ସମନାଥ ମନ୍ଦିର ଆକ୍ରମଣ ସମୟରେ ଏହା କେଉଁଠାରେ ଅବସ୍ଥିଥିଲା? ସମନାଥ ମନ୍ଦିର କେଉଁଠାରେ ଅବସ୍ଥିଥିଲା? ନା କାଠିଆୱାଡ଼ରେ ଅବସ୍ଥିଥିଲା। 43 ଗଜନିର ମାମୁଦଙ୍କ ଭାରତ ଭିତରେ ଶେଷ ଅଭିଯାନରେ କେଉଁମାନେ ତାଙ୍କ ଦ୍ୱାରା ପରାସ୍ତ ହୋଇଥିଲେ? ଉତ୍ତର ହେଉଛି ପିଲାମାନେ ଜାଟ ମାନେ। ମହମ୍ମଦ ଘୋରୀ କେବେ ଭାରତ ବିରୁଦ୍ଧରେ ତାଙ୍କ ପ୍ରଥମ ଅଭିଯାନ ଅଗ୍ରସର ହୋଇଥିଲେ? ନା 1175ରେ। ମହମ୍ମଦ ଘୋରୀଙ୍କ ଭାରତ ଅଭିଯାନରେ କେଉଁ ସ୍ଥାନଟି ପ୍ରଥମେ ତାଙ୍କ ଦ୍ୱାରା ଅଧିକୃତ ହୋଇଥିଲା? ମନୋକ୍ତ ମହମ୍ମଦ ଘୋରୀ ପ୍ରଥମେ ମୁଲତାନ ଅଧିକାର ଥିଲେ। ମୁଲତାନ। ପ୍ରଥମ ଦିନର ଯୁଦ୍ଧ କେବେ ହୋଇଥିଲା? ପ୍ରଥମ ଦିନର ଯୁଦ୍ଧରେ କିଏ ପରାସ୍ତ ହୋଇଥିଲେ? ମହମ୍ମଦ ଘୋରୀ। କାହା କାହା ମଧ୍ୟରେ ହୋଇଥିଲା? ନା ପୃଥ୍ୱୀରାଜ ଚୌହାନ ଏବଂ ମହମ୍ମଦ ଘୋରୀ ମଧ୍ୟରେ। ଯୁଦ୍ଧରେ ଜିତିଥିଲା କିଏ? ନା ପୃଥ୍ୱୀରାଜ ଚୌହାନ। ଦ୍ୱିତୀୟ ତୀର ଯୁଦ୍ଧ କେବେ ହୋଇଥିଲା? ନା 1192ରେ ହୋଇଥିଲା। ଦ୍ୱିତୀୟ ତୀର ଯୁଦ୍ଧରେ ମହମ୍ମଦ ଘୋରୀ କାହା ସହିତ ଲଢ଼େଇ କରିଥିଲେ? ନା ଚୌହାନ ବଂଶର ଶ୍ରେଷ୍ଠ ରାଜା ପୃଥ୍ୱୀରାଜ ଚୌହାନ। କେବେ ଭାରତରେ ଦାସବଂଶ ଶାସନ ଆରମ୍ଭ କରିଥିଲା? ନା 1206। କିଏ ଭାରତରେ ଦାସବଂଶ ଶାସନ ମୂଳଦୁଆ ସ୍ଥାପନ କରିଥିଲେ? କୁତବୁଦ୍ଦିନ ଆଇବକ। ମନେ ରଖିଥିବ ଛୁଆ ଯେ ମହମ୍ମଦ ଘୋରୀ ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରିଥିଲେ ଏବଂ ଯେତେବେଳେ ଅକ୍ତିଆର କଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ସେନାପତି ଥିଲେ କୁତବୁଦ୍ଦିନ ଆଇବକ ଏବଂ କୁତବୁଦ୍ଦିନ ଆଇବକ ନିଜକୁ ସମ୍ରାଟ ରୂପେ ଘୋଷିତ କଲେ ଏବଂ ଦିଲ୍ଲୀରେ ଦାସବଂଶର ମୂଳଦୁଆ ସ୍ଥାପନ କରିଥିଲେ। କିଏ ଦିଲ୍ଲୀରେ ସୁଲତାନି ରାଜତ୍ୱର ପ୍ରକୃତ ପ୍ରତିଷ୍ଠାତା ଭାବେ ବିବେଚିତ ହୁଅନ୍ତି? ଉତ୍ତର ହେଉଛି ପିଲାମାନେ ଇଲତୁତମିଶକୁ ଯେ ସୁଲତାନି ରାଜତ୍ୱର ପ୍ରକୃତ ପ୍ରତିଷ୍ଠାତା ବିବେଚନା କରାଯାଏ। ଇଲତୁତମିଶ ସିଂହାସନ ଆରୋହଣ କରିବା ସମୟରେ କିଏ ଗଜନିର ସୁଲତାନ ଥିଲେ? ଗଜନିର ରାଜା ଛୁଆ ଥିଲେ ତାଜୁଦ୍ଦିନ ଇୟଲଡଜ। ବଙ୍ଗର କେଉଁ ଶାସକ କୁତବୁଦ୍ଦିନ ଆଇବକଙ୍କ ମୃତ୍ୟୁ ପରେ ନିଜକୁ ସ୍ୱାଧୀନ ଘୋଷଣା କଲା? ମନୋକ୍ତ ପିଲାମାନେ ଯେ ବଙ୍ଗର କେଉଁ ଶାସକ ଯେ କୁତବୁଦ୍ଦିନ ଆଇବକଙ୍କ ମୃତ୍ୟୁ ପରେ ନିଜ ସ୍ୱାଧୀନ ଘୋଷଣା କଲା ସେ ହେଉଛି ଅଲିବର୍ଦ୍ଧନ। ବଙ୍ଗର କେଉଁ ଶାସକ? ନା ଅଲିବର୍ଦ୍ଧନ। କେବେ ମୋଗଲ ନେତା ଚେଙ୍ଗିଜ ଖାଁ ଭାରତକୁ ପ୍ରବେଶ କରିଥିଲେ? ଚେଙ୍ଗିଜ ଖାଁ ମାନେ ତ କେବେ ଆସିଲେ ଛୁଆ? 1221। କେଉଁ ଗୋଟି ଇଲତୁତମିଶଙ୍କ ଦ୍ୱାରା ଅଧିକୃତ ପ୍ରଥମ ରାଜପୁତ ଦୁର୍ଗ ଥିଲା? ଗ୍ୱାଲିୟର, କାଲିଞ୍ଜର, ମାଣ୍ଡୋର, ରଣଥମ୍ଭୋର। ମନେ ତ ଯେ ରଣଥମ୍ଭୋରକୁ ଆଗେ ଅଧିକାର କରିଥିଲେ ଇଲତୁତମିଶ। କେଉଁଠାରେ ଇଲତୁତମିଶ ପ୍ରସିଦ୍ଧ ମହାକାଳ ମନ୍ଦିର ଲୁଣ୍ଠନ କରିଥିଲେ? ନା ଉଜ୍ଜୟିନୀ ଠାରେ। ଉତ୍ତର ହେଉଛି ଉଜ୍ଜୟିନୀ। କେବେ ଇଲତୁତମିଶ ତାଙ୍କ ଶାସନକୁ ବିଧିସମ୍ମତ ପରିଚିତ ଦେବା ପାଇଁ ଖଲିଫାଙ୍କ ଠାରୁ ସ୍ୱୀକୃତିମୂଳକ ଅଧିକାର ପାଇଥିଲେ? ମନେ ରଖିଥିବ ଇଲତୁତମିଶ ଯେଉଁ କୁତୁବୁଦ୍ଦିନ ଆଇବକଙ୍କ ପରେ ସିଂହାସନ ଗ୍ରହଣ କରିଥିଲେ ଖଲିଫାଙ୍କ ସ୍ୱୀକୃତି ନେଇଥିଲେ କେବେ? 1229। ଖାଣ୍ଟି ଆରବୀୟ ମୁଦ୍ରା ପ୍ରଚଳନ କରିଥିବା ପ୍ରଥମ ତୁର୍କ ଶାସକ କିଏ ଥିଲେ? ଆରବୀୟ ମୁଦ୍ରା କିଏ ପ୍ରଚଳନ କଲେ? ନା ଇଲତୁତମିଶ। ଚିହିଲଗାନି କ'ଣ ଥିଲା? ମନେ ରଖିଥିବ ଯେ ଚିହିଲଗାନି ସବୁବେଳେ ଆସେ ଯେ ଇଲତୁତମିଶ ତାଙ୍କ ରାଜତ୍ୱ ସମୟରେ 40 ଜଣ ତୁର୍କ ସମ୍ଭ୍ରାନ୍ତ ମାନଙ୍କୁ ନେଇକି ଗୋଷ୍ଠୀ ତିଆରି କରିଥିଲେ। ତାଙ୍କୁ ବନ୍ଦେ ଇ ଚିହିଲଗାନି ବୋଲି କୁହାଯାଏ। ଇକ୍ତା ଗଠନ ପାଇଁ କାହାକୁ କୃତିତ୍ୱ ଦିଆଯାଏ? ମନେ ରଖିଥିବ ପ୍ରଥମେ ଇକ୍ତାଦାରୀ ବ୍ୟବସ୍ଥା କିଏ ଆରମ୍ଭ କରିଥିଲେ? ଇଲତୁତମିଶ। କିଏ ଦିଲ୍ଲୀଠାରେ କୁତୁବ ମିନାର ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ? ମନେ ରଖିଥିବା ପିଲାମାନେ ଯେ କୁତୁବ ମିନାର ଆରମ୍ଭ କରିଥିଲେ କୁତବୁଦ୍ଦିନ ଆଇବକ, ଶେଷ କରିଥିଲେ କିଏ? ଇଲତୁତମିଶ। ଇଲତୁତମିଶ କାହାକୁ ନିଜର ଉତ୍ତରାଧିକାରୀ ମନୋନୀତ କରିଥିଲେ? ଯେ ଇଲତୁତମିଶଙ୍କ ମୃତ୍ୟୁ ପରେ ସେ ତାଙ୍କ ଝିଅ ରେଜିଆଙ୍କୁ ତାଙ୍କ ଉତ୍ତରାଧିକାର ରୂପେ ସ୍ୱୀକୃତି ଦେଇଥିଲେ। ମନେ ରଖିଥାଅ ଯେ ଦିଲ୍ଲୀ ସୁଲତାନି ଶାସନର ଏକମାତ୍ର ମହିଳା ଶାସିକା କିଏ ଥିଲେ? ରେଜିଆ। ଇଲତୁତମିଶଙ୍କ ମୃତ୍ୟୁ ପରେ କିଏ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ? ନା ରୁକନୁଦ୍ଦିନ ଫିରୋଜ। ରାଜାମାନେ ପୃଥ୍ୱୀ ପୃଷ୍ଠରେ ଭଗବାନଙ୍କ ପ୍ରତିନିଧି ବୋଲି ବିଶ୍ୱାସ କରୁଥିବା ପ୍ରଥମ ସୁଲତାନ କିଏ ଥିଲେ? ସେ ହେଉଛି ବଲବନ। ମନେ ତ ବଲବନ ଜିନ୍ ଇଲ୍ହା ବା ନିଜକୁ ଭଗବାନଙ୍କର ପ୍ରେରିତ ଦୂତ ବୋଲି କହୁଥିଲେ ଏବଂ ଲୋକମାନେ ତାଙ୍କୁ ସାକ୍ଷାତ କରିବାକୁ ହେଲେ ଦୁଇଟି ନୀତି ଅବଲମ୍ବନ କରୁଥିଲେ, ପାଇବସ ଓ ସୀତା। ଜିନ୍ ଇଲ୍ଲାହି ଉପାଧି ଗ୍ରହଣ କରିଥିଲେ ନା ବଲବନ। ବଲବନଙ୍କ ଦ୍ୱାରା ନିଯୁକ୍ତ ସୈନ୍ୟବାହିନୀ ଦାୟିତ୍ୱ ଥିବା ମନ୍ତ୍ରୀମାନଙ୍କୁ କ'ଣ କୁହାଯାଉଥିଲା? ପିଲାମାନେ ମନେ ତ ବଲବନଙ୍କ ଦ୍ୱାରା ନିଯୁକ୍ତ ସୈନ୍ୟବାହିନୀ ମନ୍ତ୍ରୀମାନଙ୍କୁ ଦିୱାନି ଅରିଜ କୁହାଯାଉଥିଲା। ବଲବନଙ୍କ ରାଜତ୍ୱ ସମୟରେ କେଉଁମାନେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲେ ବା ସେ ଗୁପ୍ତଚର ଭାବେ ଯେଉଁମାନେ କାର୍ଯ୍ୟ କ'ଣ କହୁଥିଲା?
ନା ବରିଦ। ବଲବନଙ୍କ ରାଜତ୍ୱ ସମୟରେ କେବେ ମୋଗଲ ନେତା ତୈମୁର ଖାଁ ପଞ୍ଜାବ ଆକ୍ରମଣ କରିଥିଲେ? ମନେଥିବ ଯେ ବଲବନଙ୍କ ସମୟରେ ମୋଗଲ ନେତା ତୈମୁର ଖାଁ 1250ରେ ଆକ୍ରମଣ କରିଥିଲେ ପଞ୍ଜାବ। ବଙ୍ଗର କେଉଁ ଗଭର୍ଣ୍ଣର ବଲବନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ? ନା ତୁଘ୍ରିଲ ଖାଁ। କିଏ ଛୁଆ? ନା ବଙ୍ଗର ଗଭର୍ଣ୍ଣର ଥିଲେ ତୁଘ୍ରିଲ ଖାଁ, ଯିଏକି ବଲବନ ବିରୁଦ୍ଧରେ ବିଦ୍ରୋହ କରିଥିଲେ। କେଉଁ ବିଖ୍ୟାତ କବି ବଲବନଙ୍କ ସଭା ମଣ୍ଡନ କରିଥିଲେ? ସବୁଠାରୁ ପ୍ରସିଦ୍ଧ କବି ଛୁଆ କିଏ? ଅମୀର ଖୁସରୋ। ଅମୀର ଖୁସରୋ କାହାର ଶିଷ୍ୟ ଥିଲେ? ନା ଅମୀର ଖୁସରୋ ପ୍ରଖ୍ୟାତ ସୁଫି ସନ୍ଥ ନିଜାମୁଦ୍ଦିନ ଆଉଲିଆଙ୍କ ଶିଷ୍ୟ ଥିଲେ। 72 କିଏ ଚିହଲିଗାନିକୁ ଭାଙ୍ଗି ଦେଇଥିଲେ? ଇଲତୁତମିଶ ଗଠନ କରିଥିବା ଚିହଲିଗାନକୁ ବଲବନ ଭାଙ୍ଗି ଦେଇଥିଲେ। କେବେ ଆଲାଉଦ୍ଦିନ ଖିଲିଜ ଦିଲ୍ଲୀ ସିଂହାସନ ଗ୍ରହଣ କରିଥିଲେ? ଯେ ଆଲାଉଦ୍ଦିନ ଖିଲିଜ ମନତ ଯେ ଖିଲିଜ ବଂଶର ସର୍ବଶ୍ରେଷ୍ଠ ରାଜା, ଯାହାକୁ ଦ୍ୱିତୀୟ ଆଲେକଜାଣ୍ଡାର ବୋଲି କୁହାଯାଏ, ସେ 1296ରେ ସିଂହାସନ ଗ୍ରହଣ କରିଥିଲେ। ଦିଲ୍ଲୀର କେଉଁ ସୁଲତାନ ନିଜକୁ ଉଲେମା ମାନଙ୍କ ନିୟନ୍ତ୍ରଣରୁ ମୁକ୍ତ ରଖିବାରେ ସଫଳ ହୋଇଥିଲେ? ନା ଆଲାଉଦ୍ଦିନ ଖିଲିଜ। ଭାରତୀୟ ମୁସଲମାନ ମାନଙ୍କୁ ଶାସନରେ ଅନ୍ତର୍ଭୁକ୍ତ କରିବାରେ କିଏ ଦିଲ୍ଲୀର ପ୍ରଥମ ସୁଲତାନ ଥିଲେ? ନା ଆଲାଉଦ୍ଦିନ ଖିଲିଜ। ପ୍ରଥମେ ସେ ମୁସଲମାନ ମାନଙ୍କୁ ତାଙ୍କ ଶାସନରେ ଅନ୍ତର୍ଭୁକ୍ତ କରିଥିଲେ। ଆଲାଉଦ୍ଦିନ ଖିଲିଜଙ୍କ ମୁଖ୍ୟମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ବା ସୁଲତାନୀ ଶାସନର ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ୱାଜିର କୁହାଯାଉଥିଲା। କ'ଣ ଛୁଆ? ୱାଜିର। ବହୁତ ଇମ୍ପୋର୍ଟାଣ୍ଟ ଛୁଆ। ଆଲାଉଦ୍ଦିନ ଖିଲିଜଙ୍କ ଶାସନରେ କିଏ ଯୁଦ୍ଧ ମନ୍ତ୍ରୀ ଥିଲେ? ନା ଦିୱାନ ଇ ଅରିଜ। ଯେ ଦିୱାନ ଇ ଅରିଜ ଥିଲେ ଆଲାଉଦ୍ଦିନ ଖିଲିଜ ସମୟରେ ମନ୍ତ୍ରୀ ଥିଲେ, ଯୁଦ୍ଧ ମନ୍ତ୍ରୀ। ଆଲାଉଦ୍ଦିନ ଖିଲିଜଙ୍କ ରାଜତ୍ୱ ସମୟରେ କିଏ ବୈଦେଶିକ ବା କୂଟନୈତିକ ପତ୍ର ବିନିମୟ ଦାୟିତ୍ୱରେ ଥିଲେ? ନା ଦିୱାନ ଇ ରସାଲତ। କିଏ ଆଲାଉଦ୍ଦିନ ଖିଲିଜଙ୍କ ଗୁପ୍ତ ସଂଗ୍ରହ ବିଭାଗର ମୁଖ୍ୟ ଥିଲେ? ନା ବରିଦ ଇ ମାମାଲିକ। ଆଲାଉଦ୍ଦିନ ଖିଲିଜଙ୍କ ରାଜତ୍ୱ ସମୟରେ ଗୁମାସ୍ତାମାନେ କେଉଁ କାର୍ଯ୍ୟ ସହିତ ସମ୍ପୃକ୍ତ ଥିଲେ? ନା ଉତ୍ତର ହେଉଛି ଭୂ ରାଜସ୍ୱ ଆଦାୟରେ ସେମାନେ ସଂପୃକ୍ତ ଥିଲେ ବା ସମ୍ପୃକ୍ତ ଥିଲେ। କେଉଁ ଅଧିକାରୀଙ୍କୁ ଆଲାଉଦ୍ଦିନ ଖିଲିଜ ଲୁଗା ବଜାର ନିୟନ୍ତ୍ରକ ଭାବେ ନିଯୁକ୍ତି କରିଥିଲେ? ନା ଦିୱାନ ଇ ରିୟାସତ। ମାଲିକ କାଫୁର କେଉଁ ସୁଲତାନଙ୍କ ସେନାପତି ଥିଲେ? ସବୁଠୁ ଇମ୍ପୋର୍ଟାଣ୍ଟ ଛୁଆ ଯେ ମାଲିକ କାଫୁର ଆଲାଉଦ୍ଦିନ ଖିଲିଜଙ୍କ ସେନାପତି ଥିଲେ। ଏକ ସ୍ଥାୟୀ ବିଭାଗ ସୈନ୍ୟବାହିନୀର ମୂଳଦୁଆ ସ୍ଥାପନ କରିବାରେ କେଉଁ ସୁଲତାନ ପ୍ରଥମ ଥିଲେ? ଉତ୍ତର ହେଉଛି ଆଲାଉଦ୍ଦିନ ଖିଲିଜ। ଆଲାଉଦ୍ଦିନ ଖିଲିଜଙ୍କ ସମୟରେ ଦାଘ କହିଲେ କ'ଣ ବୁଝାଉଥିଲା? ନା ଘୋଡ଼ାମାନଙ୍କୁ ଚିହ୍ନଟ କରିବା ପାଇଁ ଦାଘ କରାଯାଉଥିଲା। ଦିଲ୍ଲୀର ସୁଲତାନ ଭାବେ ଆଲାଉଦ୍ଦିନ ଖିଲିଜଙ୍କ ଦ୍ୱାରା ବିଜିତ ପ୍ରଥମ ଅଞ୍ଚଳ କ'ଣ ଥିଲା? ନା ଗୁଜରାଟ। କାହାକୁ ଆଲାଉଦ୍ଦିନ ଖିଲିଜ ତାଙ୍କର ଏକ ଅଧିକୃତ ରାଜ୍ୟରୁ ବନ୍ଦୀ କରି ତାଙ୍କ ମୁଖ୍ୟ ରାଣୀ କରିଥିଲେ? ନା କମଳା ଦେବୀଙ୍କୁ। କେଉଁ ଗୋଟି ଆଲାଉଦ୍ଦିନ ଖିଲିଜଙ୍କ ଦ୍ୱାରା ଆକ୍ରମିତ ପ୍ରଥମ ରାଜପୁତ ରାଜ୍ୟ ଥିଲା? ରାଜପୁତ ରାଜ୍ୟ କ'ଣ? ନା ମାଲୱା, ନା ସିୱାନା, ଚିତ୍ତର, ରଣଥାମ୍ବୋର। ଉତ୍ତର ହେଉଛି ରଣଥାମ୍ବୋର। ଆଲାଉଦ୍ଦିନ ଖିଲିଜଙ୍କ ଦ୍ୱାରା କାହାର ପରାଜୟ ଭାରତର ଚୌହାନ ଶାସନ ସମାପ୍ତି ଘଟିଥିଲା? ହମିର ଦେବ। ମନେଥିବ ଚୌହାନ ବଂଶ ରାଜା ଥିଲେ ଶାସକ କିଏ? ହମିର ଦେବ। ପଦ୍ମିନୀ କେଉଁ ରାଜାଙ୍କର ରାଣୀ ଥିଲେ? ନା ମେୱାର ରାଜାଙ୍କ ରାଣୀ ଥିଲେ ପଦ୍ମିନୀ। ଆଲାଉଦ୍ଦିନ ଖିଲିଜଙ୍କ ରାଜତ୍ୱ ସମୟରେ ମୋଗଲ ମାନଙ୍କ ଶେଷ ଆକ୍ରମଣରେ କିଏ ସେମାନଙ୍କୁ ପରାସ୍ତ କରିଥିଲେ? ନା ମଲିକ କାଫୁର। କେବେ ଆଲାଉଦ୍ଦିନ ଖିଲିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ? ନା 1316ରେ। କେବେ ଭାରତରେ ତଗଲକ ବଂଶ ଶାସନ ପ୍ରତିଷ୍ଠିତ ହୋଇଥିଲା? ଯେ ଭାରତରେ ତଗଲକ ବଂଶର ଶାସନ 1320ରେ ହୋଇଥିଲା। କିଏ ଭାରତର ତଗଲକ ବଂଶ ଶାସନ ପ୍ରତିଷ୍ଠାତା ଥିଲେ? ନା ଘାଜି ମଲିକ। ମନେଥିବ ଯେ ଘାଜି ମଲିକ ତଗଲକ ବଂଶର ପ୍ରତିଷ୍ଠା ଥିଲେ। ଗିୟାସୁଦ୍ଦିନ ତଗଲକଙ୍କ ମୂଳ ନାମ କ'ଣ ଥିଲା? ଗାଜି ମଲିକ। କାହାକୁ ଗିୟାସୁଦ୍ଦିନ ତଗଲକ ଦଣ୍ଡ ଦେବା ପାଇଁ ଧମକ ଦେଇଥିଲେ? କାହାକୁ ଗିୟାସୁଦ୍ଦିନ ତଗଲକ ଦଣ୍ଡ ଦେବା ପାଇଁ ଧମକ ଦେଇଥିଲେ? ନା ପ୍ରଖ୍ୟାତ ସୁଫି ସନ୍ଥ ନିଜାମୁଦ୍ଦିନ ଆଉଲିଆ। କେଉଁଠାରେ ଗିୟାସୁଦ୍ଦିନ ତଗଲକ ମୃତ୍ୟୁବରଣ କରିଥିଲେ? ନା ଆଫଗାନପୁର ଠାରେ। କାହାର ଭ୍ରମଣ ବୃତ୍ତାନ୍ତ ମହମ୍ମଦ ବିନ୍ ତଗଲକଙ୍କ ରାଜତ୍ୱ ବର୍ଣ୍ଣନା କରେ? ମନେଥିବ ମରକ୍କୋର ପରିବ୍ରାଜକ ଇବନ ବତୁତା। ମହମ୍ମଦ ବିନ୍ ତଗଲକଙ୍କ ସମୟରେ ଭାରତ ଭ୍ରମଣରେ ଆସିଥିଲେ। କିଏ ଦିୱାନି କୋହିନାଙ୍କ ନୂତନ କୃଷି ବିଭାଗ ଗଠନ କରିଥିଲେ? ନା ମହମ୍ମଦ ବିନ୍ ତୁଗଲକ। କିଏ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ଓ ପୁନର୍ବାର ଦୌଲତାବାଦରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ? ନା ମହମ୍ମଦ ବିନ୍ ତୁଗଲକ।
ମନେ ରଖିଥିବ ଯେ ଦୌଲତାବାଦର ଅନ୍ୟ ନାମ ହେଉଛି ଦେବଗିରି ଏବଂ ମହମ୍ମଦ ବିନ୍ ତୁଗଲକ, ଯାହାକୁ ଐତିହାସିକ ମାନେ ଆଡ଼ବାଇ ରାଜା କହନ୍ତି। ସେ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ନେଇଗଲେ, ପୁଣି ପୁନର୍ବାର ଦୌଲତାବାଦରୁ ଦିଲ୍ଲୀକୁ ନେଇ ଆସିଥିଲେ। କିଏ ତାଙ୍କ ସାମ୍ରାଜ୍ୟରେ ଏକ ପ୍ରତୀକ ତାମ୍ର ମୁଦ୍ରା ପ୍ରଚଳନ କରିଥିଲେ? ଉତ୍ତର ପିଲାମାନେ ହେଉଛି ସେଇ ମହମ୍ମଦ ବିନ୍ ତୁଗଲକ। କାହାକୁ ମହମ୍ମଦ ବିନ୍ ତୁଗଲକ ଚୀନର ସମ୍ରାଟ ବା ତୋଘନ ତୈମୁରଙ୍କ ଦରବାରକୁ ତାଙ୍କ ଦୂତ ଭାବରେ ପଠାଇଥିଲେ? ନା ଉତ୍ତର ହେଉଛି ଇବନ ବତୁତା। ପୂର୍ବରୁ ଜିଜିଆ କର ଦେୟରୁ ଛାଡ଼ ପାଉଥିବା ବ୍ରାହ୍ମଣମାନଙ୍କ ଉପରେ କିଏ ଏହି କର ଧାର୍ଯ୍ୟ କରିଥିଲେ? ଉତ୍ତର ହେଉଛି ଫିରୋଜ ଶାହ ତୁଗଲକ। କେଉଁ ସହରଟି ଫିରୋଜ ଶାହ ତୁଗଲକଙ୍କ ଦ୍ୱାରା ସ୍ଥାପିତ ହୋଇନଥିଲା? ଅପସନ୍ ଫତେହାବାଦ, ତଗଲକାବାଦ, ହିସାର, ଜୌନପୁର। ଉତ୍ତର ହେଉଛି ତଗଲକାବାଦ। କେଉଁ ସୁଲତାନ ମିରଟ ଓ ଖିଜରାବାଦରୁ ଅଶୋକ ସ୍ତମ୍ଭ ଦିଲ୍ଲୀକୁ ଆଣିଥିଲେ? ମହମ୍ମଦ ବିନ୍ ତୁଗଲକ, ଫିରୋଜ ଶାହ ତୁଗଲକ, ଜଲାଲୁଦ୍ଦିନ ଖିଲିଜ, ଆଲାଉଦ୍ଦିନ ଖିଲିଜ। ଉତ୍ତର ହେଉଛି ଫିରୋଜ ଶାହ ତୁଗଲକ। କେଉଁ ସୁଲତାନ ଦାସମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଏକ ନୂତନ ବିଭାଗ ସ୍ଥାପନ କରିଥିଲେ? ଦାସମାନଙ୍କ ପାଇଁ କିଏ? ନା ଫିରୋଜ ଶାହ ତୁଗଲକ। କିଏ ଫିରୋଜ ଶାହ ତୁଗଲକଙ୍କ ସଭାରେ ଐତିହାସିକ ଥିଲେ? ଇବନ ବତୁତା, ଫିରିସ୍ତା, ଆସିଫ ଆଉ ଜିଆଉଦ୍ଦିନ ବୋରାନି। এটা ସବୁବେଳେ ପରୀକ୍ଷାରେ ଆସେ ଯେ ଫିରୋଜ ଶାହ ତୁଗଲକଙ୍କ ସଭାରେ ଐତିହାସିକ କିଏ ଥିଲେ? ନା ଜିଆଉଦ୍ଦିନ ବୋରାନି। ମନେ ରହିଲା ପିଲାମାନେ, କିଏ? ନା ଜିଆଉଦ୍ଦିନ ବୋରାନି। କିଏ ଓଡ଼ିଶାର ଭାଜନଗର ଅଧିକାର କରିଥିଲେ? ଓଡ଼ିଶାର ଉତ୍ତର ହେଉଛି ଫିରୋଜ ଶାହ ତୁଗଲକ। ତୈମୁରିକ ଭାରତ ଆକ୍ରମଣ ସମୟରେ କେଉଁ ବଂଶ ଦିଲ୍ଲୀରେ ସୁଲତାନୀୟ ସାମ୍ରାଜ୍ୟ ଶାସନ କରୁଥିଲା? ମନେଥିବ ଯେଉଁ ମୋଗଲ ବୀର ତୈମୁରିକ ଭାରତ ଆକ୍ରମଣ କରୁଥିଲା, ସେହି ସମୟରେ ତୁଗଲକ ରାଜବଂଶ ଶାସନ କରୁଥିଲେ। କିଏ ତୁଗଲକ ବଂଶର ଶେଷ ଶାସକ ଥିଲେ? ସବୁବେଳେ ପରୀକ୍ଷାରେ ପିଲାମାନେ ଆସେ ତୁଗଲକ ବଂଶର ଶେଷ ରାଜା କିଏ ଥିଲେ? ମାମୁଦ ଶାହ। ଦ୍ୱିତୀୟ ବା ଦିଲ୍ଲୀ ସୁଲତାନୀୟ ଶାସନରେ କିଏ ପ୍ରଥମ ଶହୀଦ ଥିଲେ? ସେ ଦିଲ୍ଲୀ ସୁଲତାନୀୟ ଶାସନରେ ପ୍ରଥମେ କିଏ ଶହୀଦ ଥିଲେ? ନା ଖିଜିର ଖାଁ। କିଏ? ଖିଜିର ଖାଁ। କିଏ ଦିଲ୍ଲୀରେ ଲୋଧି ବଂଶର ଶାସନ ପ୍ରତିଷ୍ଠା କରିଥିଲେ? ଲୋଧି ବଂଶ କିଏ? ବାହାଲଲ ଲୋଧି। ପରୀକ୍ଷାରେ ସବୁବେଳେ ଆସେ ଛୁଆ ସେ ଲୋଧି ବଂଶ ଶାସନ ପ୍ରତିଷ୍ଠାତା କିଏ? ବାହାଲଲ ଲୋଧି। କେବେ ଇବ୍ରାହିମ ଲୋଧି ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ? ଇବ୍ରାହିମ ଲୋଧି ଯିଏକି ଲୋଧି ବଂଶର ସର୍ବଶ୍ରେଷ୍ଠ ରାଜା, 1517ରେ ସିଂହାସନ ଆରୋହଣ କରିଥିଲେ। କିଏ କାବୁଲର ମୋଗଲ ଶାସକ ବାବରଙ୍କୁ ଭାରତ ଆସି ଇବ୍ରାହିମ ଲୋଧିଙ୍କୁ ଦଣ୍ଡିତ କରିବା ପାଇଁ ଅନୁରୋଧ କରିଥିଲେ? ମନୋକ୍ତା ବାବର ଯିଏକି ମୋଗଲ ଶାସକ ଥିଲେ, ତାଙ୍କୁ ଭାରତକୁ କିଏ ଆଣିଥିଲେ? ନା ଦୌଲତା ଖାନ ଲୋଧି। ଦିଲ୍ଲୀରେ ସୁଲତାନୀ ରାଜତ୍ୱ ସମୟରେ ପ୍ରଧାନମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ମନେ ରଖିବ, ସୁଲତାନୀ ଶାସନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ୱାଜିର କୁହାଯାଉଥିଲା। କିଏ ଦିଲ୍ଲୀର ସୁଲତାନମାନଙ୍କ ଉପରେ ସର୍ବାଧିକ ପ୍ରଭାବ ବିସ୍ତାର କରୁଥିଲେ? ଉଲେମା। ମନେ ରଖିବା, ଉଲେମା ମାନେ ହେଉଛନ୍ତି ମୁସଲମାନଙ୍କର ଜ୍ଞାନୀ ଗୁଣୀ ଲୋକମାନଙ୍କୁ ଉଲେମା କୁହାଯାଉଥିଲା। କେଉଁ ଗୋଟିଏ ଦିଲ୍ଲୀର ସୁଲତାନ ରାଜତ୍ୱ ସମୟରେ କେବଳ ମୁସଲମାନ ମାନଠାରୁ ଆଦାୟ କରାଯାଉଥିବା ଧର୍ମୀୟ କର ଥିଲା? ମନେ ରଖିଥିବ, ମୁସଲମାନ ବିଭିନ୍ନ ପ୍ରକାର କର ଆଦାୟ କରୁଥିଲେ, ଖାମୋଶ, ଜାକତ, ଉସର, ଜିଜିଆ। କିନ୍ତୁ ଜାକତ ଥିଲା କ'ଣ? ନା ମୁସଲମାନଙ୍କ ଠାରୁ ଧର୍ମ କର ଯେଉଁ ଆଦାୟ କରାଯାଉଥିଲା। କେବେ ଦିଲ୍ଲୀରେ ସୁଲତାନୀ ରାଜତ୍ୱର ସମାପ୍ତି ଘଟିଲା? ମନେ ରଖିଥିବ, 1526ରେ ଯେଉଁ ପ୍ରଥମ ପାନିପତ ଯୁଦ୍ଧ ହୋଇଥିଲା ବାବର ଆଉ ଇବ୍ରାହିମ ଲୋଧିଙ୍କ ମଧ୍ୟରେ, ଏଇଟା ଥିଲା ଦିଲ୍ଲୀ ସୁଲତାନୀ ଶାସନର ଶେଷ ସମୟ। କେଉଁ ସମୟରେ ସୁଫି ଓ ଭକ୍ତି ମତବାଦର ପ୍ରଚାର ଦେଖାଯାଇଥିଲା? ମନେ ରଖିବ, ଦିଲ୍ଲୀ ସୁଲତାନୀ ରାଜତ୍ୱ ସମୟରେ ସୁଫି ଏବଂ ଭକ୍ତି ମତବାଦର ପ୍ରଚାର ଦେଖାଯାଇଥିଲା। କିଏ ଭାରତର ଚତୁର୍ଧାମରେ 4ଟି ମଠ ସ୍ଥାପନ କରିଥିଲେ? ସବୁବେଳେ ପରୀକ୍ଷାରେ ଆସେ ଚତୁର୍ଧାମରେ 4ଟା ମଠ କିଏ କରିଥିଲେ? ଶଙ୍କରାଚାର୍ଯ୍ୟ। କବୀର କାହାର ଶିଷ୍ୟ ଥିଲେ? କବୀର ରାମାନନ୍ଦଙ୍କ ଶିଷ୍ୟ ଥିଲେ। କବୀର ଭାରତର ଭକ୍ତି ଧର୍ମର ମୁଖ୍ୟ ପୁରୋଧା ଥିଲେ ଏବଂ ସେ ରାମାନନ୍ଦଙ୍କ ଶିଷ୍ୟ ଥିଲେ। ବିଜକ କାହା ସହିତ ସମ୍ବନ୍ଧିତ? ମନୋଥା ଯେ କବୀରଙ୍କ ଯେଉଁ ବାଣୀ ଗୁଡ଼ିକ ଥିଲା ତା ବିଜକ ନାମକ ପୁସ୍ତକରେ ଲିପିବଦ୍ଧ ହୋଇଛି। କେଉଁଠାରେ ନାନକଙ୍କ ବାଣୀ ଗୁଡ଼ିକ ଉଲ୍ଲେଖ କରାଯାଇଛି? ମନୋଥିବ, ନାନକ ଯିଏକି ଶିଖ ଧର୍ମର ପ୍ରତିଷ୍ଠାତା ଏବଂ ତାଙ୍କର ବାଣୀ ଗୁଡ଼ିକ ଆଦି ଗ୍ରନ୍ଥ ବା ଗ୍ରନ୍ଥ ସାହିବରେ ଲିପିବଦ୍ଧ ହୋଇଛି। ଭକ୍ତି ପ୍ରବର୍ତ୍ତକ ଚୈତନ୍ୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ?
मन रखिब चैतन्य 1586 नवद्वीप नदिया ठारे जन्म ग्रहण करथिले। किए भारतर सूफी मतवादर प्रथम प्रचारक थिले? सबुळे इंपोर्टेंट छुआ सूफी मतवादर प्रथम प्रचारक किए थिले? हजरत ख्वाजा मुइनुद्दीन चिश्ती। सत्य पीरर प्रतिष्ठाता किए थिले? सत्य पीरर प्रतिष्ठा थिले हुसैन शाह। किए थिले? हुसैन शाह। सत्य पीर कौन? सत्य पीरर पिला मान अर्थ होची उभय हिंदू एवं मुसलमान द्वारा पूजित एक मतवाद। केबे बाबर भारत को तांकर प्रथम अभियान रे अग्रसर होइतिले? 1519 रे बाबर प्रथम अभियान भारत करथिले। प्रथम पानिपत युद्ध केबे होइतिला? 1526 का मध्य इब्राहिम लोदी और बाबर मध्य। खानवा युद्ध केबे होइतिला? 1523 खानवा युद्ध रे बाबर क्या परास्त करते ना राणा संग्राम सिंह को। क्या पिला माने? राणा संग्राम सिंह को। घरघरा युद्ध के ना 1529 रे। सब युद्ध गुड़ी जो इंपोर्टाट परीक्षा आसे। घरघरा युद्ध के 1529। चौसा युद्ध रे किए परास्त होते? मन रखिए चौसा युद्ध जे हुमायून एवं शेरशाह मध्य होता एवं शेरशाह जयलाभ करते, हुमायून परास्त होते। कौन युद्ध के 1540 रे। क्या मध्य? शेरशाह आउ हुमायून को मध्य। हुमायून कालिंजर आक्रमण समय किए यार शासक थे? मन तो हुमायून जो कालिंजर आक्रमण कले से शासक थे किए? प्रतापपुत्र देव। हुमायून तांको निर्वासन पर केबे दिल्ली सिंहासन रे पुनरासीन होते? मन रखिबो जे 1555 रे पुणी दिल्ली सिंहासन बसते। क्यों चित्रकर हुमायून सहित पारस्यरु काबुल आसते? अब्दुस समद। मन रखिबो जे पारस्यरु काबुल आसते किए? अब्दुस समद। भारतर शासक पर शेरशाह द्वारा विजित प्रथम राज्य केउटा थिला? ना शेरशाह भारत रे मालवा अंचल को जीति। शेरशाह को क्यों मंत्री सरकारी पत्र विनिमय दायित्व थे? मन रखिबो शेरशाह समय सरकारी पत्र विनिमय दायित्व थे दीवान ई बरीद। किए जमी माप करने पद्धति आरंभ करते? प्रथमे किए जमी माप करने पद्धति से सिकंदर लोदी। शेरशाह द्वारा निर्मित क्यों रास्ता वर्तमान भारतर ग्रांड ट्रंक रोड अटे? मन रखिबो जो आगरा रु मांडू पर्यंत जो रास्ता रही ग्रांड ट्रंक रोड। साधारणतः ग्रांड ट्रंक रोडटा कौटी थिला? ना दिल्ली पर्यंत संप्रसारित कलिकता दिल्ली। केबे अकबर सिंहासन आरंभ कले? ना अकबर सिंहासन आरंभ कले 1556 रे। केबे? 1556। का राजत्व समय द्वितीय पानिपत युद्ध होइतिला? ना अकबर समय रे द्वितीय पानिपत युद्ध होइतिला। का मध्य? अकबर और हिमू मध्य होइतिला। अकबर बालक थिबा समय किए तांको घरोई शिक्षक होते? ना मुक्कम खां। किए? मुक्कम खां। किंतु बैराम खां तांकर तत्वावधारक थे। बैराम खां को पूर्व किए अकबर को अभिभावक होते? ना हमीदा बाबू। क्योंठारे अकबर सम्राट भाव में घोषित होते? मन तो सब परीक्षा आसे जे लाहौर ठारे अकबर सम्राट भाव में घोषित होते। किए अकबर को धर्म प्रति एक उदार मनोभाव घोषणा करने को प्रभावित करते? अकबर मध्य किए धर्म स्थापना प्रतिष्ठा करते? किए? शेख मुबारक। केबे अकबर तीर्थघर उच्छेद करते? ना 1563 रे जिजिया तीर्थघर उच्छेद करते। केबे सॉरी अकबर तीर्थघर उठते 1563। जिजिया घर केबे अकबर उठे? ना 1564 रे। क्यों सहर अकबर द्वारा निर्मित होता? उन्नत फतेहपुर सिकरी। फतेहपुर सिकरी गौरव किए? ना अकबर। इबादत खाना कौन? एक पूजागृह बा उपासना केंद्र कहती इबादत खाना को। क्योंठार इबादत खाना निर्मित होता? पिला फतेहपुर सिकरी ठारे निर्मित। मन रहा पिला क्योंठार इबादत खाना निर्मित होता? ना फतेहपुर सिकरी ठारे। केबे इबादत खाना निर्माण करा जाइतिला? ना 1575। केबे? 1575। दीन इलाही कौन? दीन इलाही अर्थ होची जे अकबर
ସବୁ ଧର୍ମର ସାରତତ୍ଵକୁ ନେଇ ଏକ ନୂତନ ଧର୍ମ ପ୍ରଣୟନ କରିଥିଲେ। ତାହା କୁହନ୍ତି ଦିନ୍ ଇଲାହି। ଏହାର ଅର୍ଥ ହେଉଛି ଏକ ଧର୍ମୀୟ ଅନୁଷ୍ଠାନ। କେବେ ଆକବର ଦିନ୍ ଇଲାହି ଘୋଷଣା କରିଥିଲେ? ଉନ୍ନତ ପିଲାମାନେ, ଯେ ଆକବର 1581ରେ ଦିନ୍ ଇଲାହି ଧର୍ମ ଘୋଷଣା କରିଥିଲେ। କିଏ ଦିନ୍ ଇଲାହି ଧର୍ମ ପ୍ରଥମେ ଗ୍ରହଣ କରିଥିଲେ? ବୀରବଲ, ତୋଡରମଲ, ମାନସିଂହ, ଭଗବାନ ଦାସ। ଉତ୍ତର ହେଉଛି ବୀରବଲ। କିଏ ପିଲାମାନେ? ବୀରବଲ ଗ୍ରହଣ କରିଥିଲେ। ଆକବରଙ୍କ ସମୟରେ ପ୍ରଧାନମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ଯେ ଆକବରଙ୍କ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ୱକିଲ କୁହାଯାଉଥିଲା। ୱକିଲ। କିଏ ଆକବରଙ୍କ ରାଜସ୍ୱ ମନ୍ତ୍ରୀ ଥିଲେ? ଉନ୍ନତ ଆକବରଙ୍କ ସମୟରେ ରାଜସ୍ୱ ମନ୍ତ୍ରୀ ତୋଡରମଲ ଥିଲେ। ହିମୁ କିଏ? ହିମୁ ଆଦିଲ ଶାହଙ୍କ ମନ୍ତ୍ରୀ ଥିଲେ। କାହା ମନ୍ତ୍ରୀ? ଆଦିଲ ଶାହଙ୍କ ମନ୍ତ୍ରୀ ଥିଲେ। ଆକବରଙ୍କ ରାଜତ୍ୱ ସମୟରେ କିଏ ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ଗଣ୍ଡୱାନ ଅଧିକାର କରିଥିଲେ? ଉନ୍ନତ ଆକବରଙ୍କ ରାଜତ୍ୱ ସମୟରେ ଅସଫ ଖାଁ ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ଗଣ୍ଡୱାନ ଅଧିକାର କରିଥିଲେ। ହଳଦୀଘାଟ ଯୁଦ୍ଧ କେବେ ହୋଇଥିଲା ପିଲାମାନେ? ଏଇଟା ସବୁବେଳେ ପରୀକ୍ଷାରେ ପିଲାମାନେ ଆସେ ଯେ ହଳଦୀଘାଟ ଯୁଦ୍ଧ ଯେ ଆକବର 1576ରେ କରିଥିଲେ। କାହାକୁ ପରାସ୍ତ କରିଥିଲେ? ନା ମେୱାର ରାଜା ରାଣା ପ୍ରତାପ। ପିଲାମାନେ ମନେ ହେଲା ଯେ ହଳଦୀଘାଟ ଯୁଦ୍ଧ 1576 ଆକବର ଏବଂ ରାଣା ପ୍ରତାପଙ୍କ ମଧ୍ୟରେ ହେଇଥିଲା। କେବେ ରାଜା ମାନସିଂହ ଓଡ଼ିଶା ଅଧିକାର କରିଥିଲେ? 1592। ଯେ ମାନସିଂହ ଯେଉଁ ରାଜପୁତର ମୁଖ୍ୟ ସେନାପତି ଥିଲେ ଏବଂ ଆକବରଙ୍କ ସମୟରେ ସେନାପତି କାର୍ଯ୍ୟ କରିଥିଲେ, ସେ 1592ରେ ଓଡ଼ିଶା ଅଧିକାର କରିଥିଲେ। କେଉଁ ଗୋଟି ଆକବରଙ୍କ ଶେଷ ବିଜୟ ଥିଲା? ଖାନଦେଶ। ଖାନଦେଶ ହେଉଛି ଆକବରଙ୍କର ଶେଷ ବିଜୟ। କିଏ ଆଗ୍ରା ଦୁର୍ଗ ନିର୍ମାଣ କରିଥିଲେ? ଯେ ଆଗ୍ରା ଦୁର୍ଗ ନିର୍ମାଣ କରିଥିଲେ ଆକବର। କେଉଁ ଗୋଟି ଆକବରଙ୍କ ରାଜତ୍ୱ ସମୟରେ ପ୍ରବର୍ତ୍ତିତ ନୂତନ ଚିତ୍ର ଶୈଳୀ ନଥିଲା? ପାରସ୍ୟ ଶୈଳୀ, ଭାରତୀୟ ପାରସ୍ୟ ଶୈଳୀ, ହିନ୍ଦୁ ଶୈଳୀ, ଚୀନ ପାରସ୍ୟ ଶୈଳୀ। ଉତ୍ତର ହେଉଛି ଚୀନ ପାରସ୍ୟ ଶୈଳୀ। କିଏ ଜଣେ ଚୀନା ଚିତ୍ରକର ଥିଲେ? ଚୀନା ବାୟଜିତ। ଯେ ବାୟାଜିତ ଜଣେ ଚୀନା ଚିତ୍ରକର ଥିଲେ। କେଉଁ ଗାୟକ ଆକବରଙ୍କ ଦରବାରରେ ସଭ୍ୟ ନଥିଲେ? ବାବା ରାମଦେଶ, ରାଜବାହାଦୁର, ତାନସେନ ଆଉ ବୈଜୁ ବାଉରା। ଉତ୍ତର ହେଉଛି ବୈଜୁ ବାଉରା। କେଉଁ କବି ଆକବରଙ୍କ ରାଜତ୍ୱ ସମୟର ଅନ୍ତର୍ଗତ ନଥିଲେ? କେଉଁ କବି? ଆବୁଲ ଫଜଲ, ନସିର ନିଶାପୁରୀ, ଗଜାଲି ମାସାଦି, ଆବୁଜାଲି। ଉତ୍ତର ହେଉଛି ଆବୁଜାଲି। ଆକବରଙ୍କ ଦରବାରରେ କିଏ କବିରାଜ ଉପାଧି ପାଇଥିଲେ? କବିରାଜ କାହାକୁ ଥିଲା? ନା ବୀରବଲକୁ ଦିଆଯାଇଥିଲା। ତବାକତ ଇ ଆକବରୀ ରଚୟିତ କିଏ? ତବାକତ ଇ ଆକବର ରଚୟିତା ହେଉଛନ୍ତି ନିଜାମୁଦ୍ଦିନ ଅହମଦ। ସେ ନିଜାମୁଦ୍ଦିନ ଅହମଦ ଲେଖିଥିଲେ ତବାକତ ଇ ଆକବରୀ। ଆଇନ ଆକବରୀ କିଏ ରଚନା କରିଥିଲେ? ଆଇନ ଆକବରୀ ରଚନା କରିଥିଲେ ଆବୁଲ ଫଜଲ। କିଏ ରାମାୟଣକୁ ପାରସ୍ୟ ଭାଷାରେ ଅନୁବାଦ କରିଥିଲେ? ବଦାଉନି। ଯେ ବଦାଉନି ରାମାୟଣକୁ ପାରସ୍ୟ ଭାଷାରେ ଅନୁବାଦ କରିଥିଲେ। ଜାହାଙ୍ଗୀରଙ୍କ ମୂଳ ନାମ କ'ଣ ଥିଲା? ଯେ ଜାହାଙ୍ଗୀରଙ୍କ ମୂଳ ନାମ ସଲିମ ଥିଲା। ଦସ୍ତୁର ଇ ଅମଲ। ଦସ୍ତୁର ଇ ଅମଲ କ'ଣ? ନା ଦସ୍ତୁର ଇ ଅମଲ ଛୁଆ ହେଉଛି ମନେ ରଖିଥିବ ଯେ 12 ଗୋଟି ଔପଚାରିକତା ପାଳନ। ଯେ ଦସ୍ତୁର ଇ ଅମଲ ହେଉଛି କ୍ଷମା ପ୍ରାର୍ଥନା ଛୁଆ ହବନି, 12 ଗୋଟି ଔପଚାରିକତା ପାଳନ। ଡବଲ ଟିକ୍ ମାରିଦେଇ ଛୁଆ। କିଏ କେଉଁ ଶିଖ ଗୁରୁଙ୍କୁ ଜାହାଙ୍ଗୀର ନିର୍ଦ୍ଦେଶରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା? ଯେ ଶିଖ ଗୁରୁ ଅର୍ଜୁନ ଦେବଙ୍କୁ। କାହାକୁ? ଅର୍ଜୁନ ଦେବଙ୍କୁ ଜାହାଙ୍ଗୀରଙ୍କ ନିର୍ଦ୍ଦେଶରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କାହାର ମୂଳ ନାମ ମେହେରୁ ନିଶା ଥିଲା? ମନୋକ୍ତ ନୂରଜାହାନ। ଯେ ନୂରଜାହାନଙ୍କ ମୂଳ ନାମ ମେହେରୁ ନିଶା ଥିଲା। ନୂରଜାହାନ କାହା ଧର୍ମ ଥିଲେ? ନା ଜାହାଙ୍ଗୀରଙ୍କ ଧର୍ମପତ୍ନୀ ନୂରଜାହାନ ଥିଲେ। ନୂରଜାହାନ ପ୍ରଥମେ ଭାରତରେ 72 ବା ସ୍ପ୍ରେ ବ୍ୟବହାର କରିଥିଲେ। କିଏ ଶେର ଆଫଗାନ ଭାବେ ପରିଚିତ ଥିଲେ? ଶେର ଆଫଗାନ ଆଲି କୁଲି ଇସ୍ତାଜୁଲ। ଯେ ଆଲି କୁଲି ଇସ୍ତାଜୁଲଙ୍କୁ ଶେର ଆଫଗାନ ଭାବେ ପରିଚିତ ଥିଲେ। କିଏ ଜାହାଙ୍ଗୀରଙ୍କ ଦ୍ୱାରା ଇତମୁଦଲା ଉପାଧି ପ୍ରାପ୍ତ ହୋଇଥିଲେ? ଇତମୁଦଲା କବର ମଧ୍ୟ ତିଆରି ହୋଇଥିଲା। ସେଟା ନୂରଜାହାନ ତିଆରି ତାଙ୍କ ପିତାଙ୍କ ପାଇଁ। এই কোশ্চেনটা হচ্ছে কিଏ ଜାହାଙ୍ଗୀରଙ୍କ ଦ୍ୱାରା ଇତମୁଦଲା ଉପାଧି ପାଇଥିଲେ?
ନା ମିର୍ଜା ଗିୟାସ ବେଗ। କେବେ ଜାହାଙ୍ଗୀର ନୁରଜାନକୁ ବିବାହ କରିଥିଲେ? 1611ରେ। ଯେ ଜାହାଙ୍ଗୀର ନୁରଜାନକୁ 1611ରେ ବିବାହ କରିଥିଲେ। କିଏ ନୁରଜାନ ଜୁନ୍ତାର ସଭ୍ୟ ନଥିଲେ? ଅସମତ ବେଗମ। କିଏ? ଅସମତ ବେଗମ। କେବେ ମେୱାର ରାଜପୁତ ଶାସକ ଅମର ସିଂ ଓ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ମଧ୍ୟରେ ସନ୍ଧି ହୋଇଥିଲା? ନା 1615ରେ ସନ୍ଧି ହୋଇଥିଲା ଅମର ସିଂ ଆଉ ଜାହାଙ୍ଗୀରଙ୍କ ମଧ୍ୟରେ। କାହା ସମୟରେ ପୃଷ୍ଠାର ଧାର ରଙ୍ଗୀନ ଚିତ୍ରରେ ସଜାଇବା ଆରମ୍ଭ ହୋଇଥିଲା? ନା ଜାହାଙ୍ଗୀରଙ୍କ ସମୟରେ। ମନେଥିବ ମୋଗଲ ଯୁଗର ଯେତିକି ଜଣ ଶାସକ ଅଛନ୍ତି ଶ୍ରେଷ୍ଠ ଚିତ୍ରକର ଥିଲେ କିଏ? ଜାହାଙ୍ଗୀର। ଏବଂ ତାଙ୍କ ସମୟରେ ଚିତ୍ରକଳାର ପାରଦର୍ଶିତା ଲାଭ କରିଥିଲା। ଭାରତରେ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଇଂରେଜମାନଙ୍କୁ କିଏ ଅନୁମତି ଦେଇଥିଲେ? ନା ଜାହାଙ୍ଗୀର। ଜାହାଙ୍ଗୀରଙ୍କ ମୃତ୍ୟୁର ତୁରନ୍ତ ପରେ କିଏ ନିଜକୁ ସମ୍ରାଟ ଭାବେ ଘୋଷଣା କରିଥିଲେ? ଶାହରିୟାର। ଜାହାଜାନଙ୍କ ପୁରା ନାମ କ'ଣ ଥିଲା? ଖୁରମ। ବଙ୍ଗଳରୁ ପର୍ତ୍ତୁଗୀଜମାନଙ୍କୁ ବିତାଡ଼ିତ କରିବା ପାଇଁ ଶାହଜାହାନ କାହାକୁ ନିର୍ଦ୍ଦେଶ ଦେଇଥିଲେ? ଉତ୍ତର ହେଉଛି କାସିମକୁ। କାହାକୁ? ନା କାସିମକୁ। ଶାହଜାହାନଙ୍କ ରାଜତ୍ୱ ସମୟରେ 1633 ଖ୍ରୀଷ୍ଟାବ୍ଦରେ ମୋଗଲମାନଙ୍କ ଦ୍ୱାରା ଅଧିକୃତ ହେବାରୁ ଅହମ୍ମଦନଗରର ଶେଷ ଶାସକ କିଏ ଥିଲେ? ନା ହୁସେନ ଶାହ ଥିଲେ। ବିଜାପୁରର ମହମ୍ମଦ ଆଦିଲ ଶାହ ଓ ମୋଗଲ ସମ୍ରାଟ ଶାହଜାହାନଙ୍କ ମଧ୍ୟରେ ବିଜାପୁରର ସ୍ୱାଧୀନତାର ଅନ୍ତ ଘଟାଇଥିବା ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା? ଉତ୍ତର ପିଲାମାନେ ହେଉଛି 1636ରେ ହୋଇଥିଲା। ଗୋଲକୁଣ୍ଡାର ସାର୍ବଭୌମର ଅନ୍ତ ଘଟାଇବା ପାଇଁ ଉଦ୍ଦିଷ୍ଟ ଶାହଜାହାନଙ୍କ ସର୍ତ୍ତ ଗୁଡ଼ିକୁ ଗ୍ରହଣ କରିଥିବା ଗୋଲକୁଣ୍ଡାର ଶାସକ କିଏ ଥିଲେ? ନା ଅବଦୁଲ୍ଲା କୁତବ ଶାହ ଥିଲେ। ଦାକ୍ଷିଣାତ୍ୟରେ କ୍ଷମତା ହାସଲ କରିବା ପରେ ଶାହଜାହାନ କାହାକୁ ସେହି ଅଞ୍ଚଳର ଗଭର୍ଣ୍ଣର ଭାବେ ନିଯୁକ୍ତି କରିଥିଲେ? ନା ଆଉରଙ୍ଗଜେବଙ୍କୁ। ଶାହଜାହାନଙ୍କ ଶାସନର ଶେଷ ଭାଗରେ କେଉଁମାନେ ମୋଗଲ ସିଂହାସନ ପାଇଁ ପରସ୍ପର ମଧ୍ୟରେ ଲଢ଼େଇ ଲାଗିଥିଲେ? ମନୋକ୍ତ ଯେ ଶାହଜାହାନଙ୍କ ପୁତ୍ରମାନେ। ଆଗ୍ରାଠାରେ ଶାହଜାହାନ ଜ୍ୱରରେ ପୀଡ଼ିତ ହୋଇଥିବା ସମୟରେ କିଏ ବଙ୍ଗର ଭାଇସରାୟ ଥିଲେ? କିଏ ଥିଲେ? ନା ସୁଜା। ଉତ୍ତରାଧିକାରୀ ହେବା ପାଇଁ ଶାହଜାହାନ ତାଙ୍କର କେଉଁ ପୁତ୍ରକୁ ସମର୍ଥନ କରିଥିଲେ? ଯେ ଶାହଜାହାନ ନିଜର ପୁତ୍ର ଦାରାଙ୍କୁ ସମର୍ଥନ କରିଥିଲେ। ଶାହଜାହାନଙ୍କ ରାଜତ୍ୱର ଶେଷ ଭାଗରେ କେଉଁ ଯୁଦ୍ଧ ଉତ୍ତରାଧିକାରୀ ଯୁଦ୍ଧର ସମାପ୍ତି ଘଟାଇଥିଲା? ନା ସମୁଗଡ଼ ଯୁଦ୍ଧ। କେଉଁ ଯୁଦ୍ଧ? ସମୁଗଡ଼ ଯୁଦ୍ଧ। କେଉଁଠାରେ ଶାହଜାହାନଙ୍କୁ ଆଜୀବନ ବନ୍ଦୀ ଭାବେ ରଖାଯାଇଥିଲା? ପିଲାମାନଙ୍କର ଶାହଜାହାନ ବନ୍ଦୀ ଭାବରେ ଆଗ୍ରା ଦୁର୍ଗରେ ଥିଲେ। କେବେ ଶାହଜାହାନ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ? ନା 1666ରେ। ତାଜମହଲର ନକ୍ସା ପ୍ରସ୍ତୁତ କିଏ କରିଥିଲେ? ତାଜମହଲ ଯିଏକି ସପ୍ତ ଆଶ୍ଚର୍ଯ୍ୟର ଅନ୍ୟତମ, ତାକୁ ତିଆରି କରିଥିଲେ ଉସ୍ତାଦ ଅହମ୍ମଦ ଲାହୋରୀ। କାହାର ପ୍ରବେଶ ଦ୍ୱାରା ଭାରତର ଉଚ୍ଚତମ ଫତେପୁର ସିକ୍ରିର ବୁଲନ୍ଦ ଦରୱାଜା। କେଉଁ ସ୍ଥାପତ୍ୟ କୀର୍ତ୍ତି ଶାହଜାହାନଙ୍କ ରାଜତ୍ୱ କାଳରେ ନିର୍ମିତ ହୋଇନଥିଲା? କିଏଟା? ଶାହଜାହାନ ତିଆରି କରିନଥିଲେ। ମୋତି ମସଜିଦ, ଦିୱାନି ଖାସ, ଜୁମା ମସଜିଦ ଏ ତିନିଟା କରିଥିଲେ, ଆଗ୍ରା ଦୁର୍ଗ କରିନଥିଲେ। କାହା ସମୟରେ ମୟୂର ସିଂହାସନ ନିର୍ମିତ ହୋଇଥିଲା? ନା ଶାହଜାହାନଙ୍କ ସମୟରେ ମୟୂର ସିଂହାସନ ନିର୍ମିତ ହୋଇଥିଲା। କିଏ ଦିଲ୍ଲୀଠାରେ ଲାଲକିଲ୍ଲା ନିର୍ମାଣ କରିଥିଲେ? ପିଲାମାନେ ତ ଲାଲକିଲ୍ଲା କିଏ କରିଥିଲେ? ନା ଶାହଜାହାନ। କେବେ ଆଉରଙ୍ଗଜେବ ଆନୁଷ୍ଠାନିକ ଭାବେ ଦିଲ୍ଲୀରେ ସିଂହାସନ ଆରୋହଣ କଲେ? ନା ଜୁଲାଇ 31, 1658। କେବେ ଆଉରଙ୍ଗଜେବଙ୍କ ଅଭିଷେକ ଅନୁଷ୍ଠିତ ହୋଇଥିଲା? ନା ମେ 15, 1659 ରହିଥିଲା। କେଉଁ ଗୋଟି ଆଉରଙ୍ଗଜେବଙ୍କ ପ୍ରଥମ ବୃହତ ବିଜୟ ଥିଲା? ଉନ୍ନତ ଆଉରଙ୍ଗଜେବ ତାଙ୍କ ରାଜତ୍ୱର ପ୍ରଥମେ ବିହାର, ଆସାମ ତାଙ୍କ ଯେଉଁ ଜିତିଥିଲେ ଏଇଟା ତାଙ୍କ ପ୍ରଥମ ବିଜୟ ଥିଲା। ଆଉରଙ୍ଗଜେବଙ୍କ ହିନ୍ଦୁ ପ୍ରତି ଅତ୍ୟାଚାର ବିରୁଦ୍ଧରେ ପ୍ରଥମେ କେଉଁମାନେ ବିଦ୍ରୋହ କରିଥିଲେ? ନା ଜାଟ ମାନେ। ମୋଗଲ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ସତନାମୀ ମାନଙ୍କ ନେତା କିଏ ଥିଲେ? ମନେ ଥାଉ ଯେ ମୋଗଲ ମାନଙ୍କ ବିରୋଧରେ ଯୁଦ୍ଧ କରିଥିବା ସତନାମୀ ମାନଙ୍କ ନେତା ଥିଲେ ଗରିବ ଦାସ ହର। ଆଉରଙ୍ଗଜେବଙ୍କ ଧର୍ମୀୟ ନିର୍ଯାତନା ବିରୁଦ୍ଧରେ କିଏ ଶିଖ ମାନଙ୍କ ନେତୃତ୍ୱ ନେଇଥିଲେ? ଗୁରୁ ତେଗ ବାହାଦୁର। କିଏ ଶିଖ ମାନଙ୍କୁ ଖାଲସା ନାମକ ଏକ ଯୁଦ୍ଧପ୍ରିୟ ଗୋଷ୍ଠୀରେ ରୂପାନ୍ତର କରିଥିଲେ? ଗୁରୁ ଗୋବିନ୍ଦ ସିଂ।
କେବେ ଔରଙ୍ଗଜେବ ହିନ୍ଦୁମାନଙ୍କ ଉପରେ ଜିଜିଆ କର ପୁନର୍ବାର ଧାର୍ଯ୍ୟ କରିଥିଲେ 1670ରେ। ରାଜପୁତ ମାନଙ୍କ ଔରଙ୍ଗଜେବଙ୍କ ବିରୁଦ୍ଧରେ ଯୁଦ୍ଧ ସମୟରେ କିଏ ମେୱାର ରାଜା ଥିଲେ? ନା ରାଜା ସିଂ ଥିଲେ, ରାଜ ସିଂ। କେବେ ବିଜାପୁରକୁ ମୋଗଲ ସାମ୍ରାଜ୍ୟ ସହିତ ସଂଲଗ୍ନ କରାଯାଇଥିଲା? 1686ରେ। କେବେ ଗୋଲକୁଣ୍ଡା ମୋଗଲ ସାମ୍ରାଜ୍ୟ ସହିତ ସଂଲଗ୍ନ ହୋଇଥିଲା? 1685ରେ। ଔରଙ୍ଗଜେବଙ୍କ ରାଜତ୍ୱ ସମୟରେ କେଉଁ ମରହଟ୍ଟା ରାଜା ମୋଗଲମାନଙ୍କ ଦ୍ୱାରା ନିହତ ହୋଇଥିଲେ? ରାଜା ଶମ୍ଭୁଜୀ। କିଏ ଆଲାମଗୀର ଭାବେ ପରିଚିତ ଥିଲେ? ଆଲାମଗୀର ଔରଙ୍ଗଜେବ ଥିଲେ। କାହାକୁ ଜିନ୍ଦା ପୀର କୁହାଯାଉଥିଲା? ଜିନ୍ଦା ପୀର ଔରଙ୍ଗଜେବଙ୍କୁ କୁହାଯାଉଥିଲା ଜିନ୍ଦା ପୀର। କିଏ ଆଲାମଗୀରନାମା ପୁସ୍ତକ ଲେଖିଥିଲେ? ଆଲାମଗୀରନାମା କିଏ ଲେଖିଥିଲେ? ମିର୍ଜା ମହମ୍ମଦ କାସିମ ଲେଖିଥିଲେ। କେଉଁ କୀର୍ତ୍ତି ଔରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା? ଗଗନ ମହଲ, ବିବି କି ମକବାରା, 7 ମଞ୍ଜିଲ, ଅସର ମହଲ। ନା ବିବି କି ମକବାରା। କେଉଁଠାରେ ଔରଙ୍ଗଜେବ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ? ନା ଅହମ୍ମଦନଗର ଠାରେ। କିଏ 1707 ଖ୍ରୀଷ୍ଟାବ୍ଦରେ ମୋଗଲ ସିଂହାସନରେ ଔରଙ୍ଗଜେବଙ୍କ ଉତ୍ତରାଧିକାରୀ ହୋଇଥିଲେ? ନା ବାହାଦୁର ଶାହ। ଔରଙ୍ଗଜେବଙ୍କ ପରେ କେଉଁ ମୋଗଲ ସମ୍ରାଟ ଜିଜିଆ କର ଉଚ୍ଛେଦ କରିଥିଲେ? ନା ଜହାଙ୍ଗୀର ଶାହ। ମୋଗଲ ରାଜତ୍ୱ ସମୟରେ କେଉଁ ଗୋଟିଏ ରାଜସ୍ୱର ମୁଖ୍ୟ ଉତ୍ସ ଥିଲା? ନା ଜମି। ମୋଗଲ ରାଜତ୍ୱ ସମୟରେ କେଉଁମାନେ ମାନସବଦାର ଭାବେ ପରିଚିତ ଥିଲେ? ମାନସବଦାର ଯିଏକି ଆକବର ରଣହୀନ କରିଥିଲେ। ସାମରିକ ପଦଯୁକ୍ତ ଶାସନାଧିକାରୀଙ୍କୁ ମାନସବଦାର କୁହାଯାଉଥିଲା। କେଉଁ ଗୋଟି ଶିବାଜୀଙ୍କ ପ୍ରଥମ ବିଜୟ ଥିଲା? ତନ୍ ଥିଲା ଶିବାଜୀଙ୍କ ପ୍ରଥମ ବିଜୟ। ଶିବାଜୀ ଯିଏକି ମରହଟ୍ଟା ମାନଙ୍କର ସର୍ବଶ୍ରେଷ୍ଠ ରାଜା ଥିଲେ, ଛତ୍ରପତି ଶିବାଜୀ। ବିଜାପୁର ସୁଲତାନ ଶିବାଜୀଙ୍କୁ ଆକ୍ରମଣ କରିବା ପାଇଁ ଅଫଜଲ ଖାଁଙ୍କୁ ପଠାଇବା ସମୟରେ ଶିବାଜୀ କେଉଁଠାରେ ଥିଲେ? ଏଟା ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଛୁଆ। ଯେ ବିଜାପୁର ସୁଲତାନ ଶିବାଜୀଙ୍କୁ ଆକ୍ରମଣ କରିବା ପାଇଁ ଅଫଜଲ ଖାଁଙ୍କୁ ପଠାଇବା ସମୟରେ ଶିବାଜୀ କେଉଁଠି ଥିଲେ? ନା ପ୍ରତାପଗଡ଼ରେ ଥିଲେ। କିଏ ଏକ ଛୁରୀ ଦ୍ୱାରା ଶିବାଜୀଙ୍କୁ ହତ୍ୟା କରିବା ଉଦ୍ୟମ କରୁଥିବା ବେଳେ ଶିବାଜୀ ହାତରେ ଗୋପନୀୟ ଇସ୍ପାତ ବାଘନଙ୍କ ଦ୍ୱାରା ନିହତ ହୋଇଥିଲେ? ନା ଅଫଜଲ ଖାଁ। କେବେ ଶିବାଜୀ ଓ ମୋଗଲମାନଙ୍କ ମଧ୍ୟରେ କଳହ ହୋଇଥିଲା? ନା 1657ରେ ଆରମ୍ଭ ହୋଇଥିଲା କଳହ। କେଉଁଠାରେ ଶିବାଜୀ ନିଜକୁ ଛତ୍ରପତି ଭାବେ ଘୋଷଣା କରିଥିଲେ? ନା ରାୟଗଡ଼ ଠାରେ। କେଉଁଠାରେ ଶିବାଜୀ ନିଜକୁ ଛତ୍ରପତି ଘୋଷଣା କରିଥିଲେ? ରାୟଗଡ଼ ଠାରେ। କେବେ ଶିବାଜୀ ନିଜକୁ ରାଜା ଭାବେ ଅଭିଷିକ୍ତ କରାଇଲେ? ସବୁବେଳେ ଛୁଆ ପରୀକ୍ଷାରେ ସେଇଟା ଯେ ଶିବାଜୀ 1674ରେ ନିଜକୁ ରାଜା ଭାବେ ଅଭିଷିକ୍ତ କରିଥିଲେ। କେଉଁମାନଙ୍କୁ ଅଷ୍ଟପ୍ରଧାନ କୁହାଯାଉଥିଲା? ନା ଶିବାଜୀଙ୍କ ଦରବାରରେ ଥିବା ମୁଖ୍ୟ 8 ଜଣ ମନ୍ତ୍ରୀଙ୍କୁ ଅଷ୍ଟପ୍ରଧାନ କୁହାଯାଉଥିଲା। କିଏ ଶିବାଜୀଙ୍କ ମନ୍ତ୍ରୀମାନଙ୍କର ମୁଖ୍ୟ ଥିଲେ? ଶିବାଜୀଙ୍କ ମନ୍ତ୍ରୀମାନ ମୁଖ୍ୟ ଥିଲେ ପେଶୱା। ଶିବାଜୀଙ୍କ ସମୟରେ କିଏ ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିଲେ? ସୁମନ୍ତ। ଶିବାଜୀଙ୍କ ଶାସନ ସମୟରେ ଏକ ପ୍ରଦେଶରେ କେତେକ ଗ୍ରାମକୁ ନେଇ ଗଠିତ ପ୍ରତ୍ୟେକ ଭାଗକୁ କ'ଣ କୁହାଯାଉଥିଲା? ନା ତରଫ କୁହାଯାଉଥିଲା। ପିଲାମାନେ ମନେ ହେଲା ଯେ ପ୍ରତ୍ୟେକ ଭାଗକୁ କ'ଣ କୁହାଯାଉଥିଲା? ତରଫ। ଶିବାଜୀଙ୍କ ରାଜ୍ୟରେ ଗ୍ରାମ ପରିଷଦ ବା ପଞ୍ଚାୟତର ନିଷ୍ପତ୍ତିକୁ କିଏ କାର୍ଯ୍ୟକାରୀ କରୁଥିଲେ? এটা ସବୁବେଳେ ପରୀକ୍ଷାରେ ଆସେ ଛୁଆ। ଶିବାଜୀଙ୍କ ରାଜ୍ୟରେ ଗ୍ରାମ ପରିଷଦ ବା ପଞ୍ଚାୟତର ନିଷ୍ପତ୍ତିକୁ କିଏ କାର୍ଯ୍ୟକାରୀ କରୁଥିଲେ? ଦେଶପାଣ୍ଡେ। ଶିବାଜୀଙ୍କ ଶାସନରେ ସରକାରୀ ଚିଠିପତ୍ର ଓ ଦସ୍ତାବିଜ ଲେଖିବା ପାଇଁ ନିଯୁକ୍ତ ଅଧିକାରୀଙ୍କୁ କ'ଣ କୁହାଯାଉଥିଲା? ନା ଚିଟନିସ୍। 235 ଛୁଆ। ଶିବାଜୀଙ୍କ ରାଜତ୍ୱ ସମୟରେ ଚୌଥ କ'ଣ ଥିଲା? ନା ପଡ଼ୋଶୀ ରାଜ୍ୟମାନଙ୍କ ଠାରୁ ସଂଗୃହୀତ ଏକ କରକୁ ଚୌଥ କୁହାଯାଉଥିଲା। ତଣ୍ଟି ଶୁଖିଗଲା, ଟିକେ ପାଣି ପିଇଦେ। ଶିବାଜୀଙ୍କ ରାଜତ୍ୱ ସମୟରେ ସ୍ୱଦେଶୀମୁଖୀ କ'ଣ ଥିଲା? ନା ଶିବାଜୀଙ୍କ ପ୍ରତି ସମ୍ମାନ ସ୍ୱରୂପ ପଡ଼ୋଶୀ ରାଜ୍ୟମାନଙ୍କୁ ସଂଗୃହୀତ କରକୁ କୁହାଯାଉଥିଲା ସ୍ୱଦେଶୀମୁଖୀ। କେଉଁମାନେ ବର୍ଗୀ ଭାବେ ପରିଚିତ ଥିଲେ? ଶିବାଜୀଙ୍କ ସୈନ୍ୟବାହିନୀରେ ଅଶ୍ୱାରୋହୀ ମାନଙ୍କୁ ବର୍ଗୀ କୁହାଯାଉଥିଲା।
କିଏ 1739 ଭାରତ ଆକ୍ରମଣ କରିଥିଲେ? ମନେ ଥିବ 1739 ନାଦିର ଶାହ ଭାରତ ଆକ୍ରମଣ କରିଥିଲେ। ପ୍ରସିଦ୍ଧ କୋହିନୂର ହୀରା ନେଇ ଯାଇଥିଲେ ସେ। ତୃତୀୟ ପାନିପତ ଯୁଦ୍ଧରେ ମରଠା ମାନଙ୍କୁ ପରାସ୍ତ କରିଥିଲେ କିଏ? ନା ଆଫଗାନ ମାନେ। ସେତେବେଳେ ମରଠା ଶାସକ ଥିଲେ ଅହମ୍ମଦା ଶାହ। ହଁ, ସେତେବେଳେ ମରଠା ମାନଙ୍କୁ ଅହମ୍ମଦା ଶାହ ପରାସ୍ତ କରିଥିଲେ 1761ରେ। କେବେ ବିଜୟନଗର ପ୍ରତିଷ୍ଠିତ ହୋଇଥିଲା? 1336। କେଉଁ ବଂଶ ପ୍ରଥମେ ବିଜୟନଗର ରାଜ୍ୟ ଶାସନ କରିଥିଲା? ସଂଗମ ରାଜବଂଶ। କିଏ ବିଜୟନଗର ରାଜ୍ୟର ପ୍ରଥମ ଶାସକ ଥିଲେ? ପ୍ରଥମ ହରିହର। ପରୀକ୍ଷାରେ ସବୁବେଳେ ଆସେ ବିଜୟନଗର ରାଜ୍ୟର ପ୍ରଥମ ଶାସକ କିଏ ଥିଲେ? ପ୍ରଥମ ହରିହର। କେବେ କୃଷ୍ଣଦେବରାୟ ବିଜୟନଗର ସିଂହାସନ ଆରୋହଣ କରିଥିଲେ? ଯେ କୃଷ୍ଣଦେବରାୟ ପ୍ରଥମେ 1509ରେ ବିଜୟନଗର ସିଂହାସନ ଆରୋହଣ କରିଥିଲେ। କୃଷ୍ଣଦେବରାୟ କେଉଁ ବଂଶର ଅନ୍ତର୍ଭୁକ୍ତ ଥିଲେ? ନା କୃଷ୍ଣଦେବ ତୁଲୁବ ବଂଶର ଅନ୍ତର୍ଗତ ଥିଲେ। କୃଷ୍ଣଦେବରାୟ ଓଡ଼ିଶା ବିରୋଧରେ ଯୁଦ୍ଧ ଘୋଷଣା କରିବା ସମୟରେ କିଏ ଡାର ରାଜା ଥିଲେ ଓ କିଏ ଓଡ଼ିଶାର ରାଜା ଥିଲେ? ମନେଥାଉ ଯେ କୃଷ୍ଣଦେବ ଓଡ଼ିଶାର ଆକ୍ରମଣ କଲେ ଓଡ଼ିଶା ରାଜା ଥିଲେ ପ୍ରତାପପୁତ୍ର ଦେବ। କେବେ କୃଷ୍ଣଦେବରାୟ ମୃତ୍ୟୁବରଣ କରିଥିଲେ? 1530ରେ। କିଏ ବିଜୟନଗର ସିଂହାସନରେ କୃଷ୍ଣଦେବରାୟଙ୍କ ଉତ୍ତରାଧିକାରୀ ହୋଇଥିଲେ? ଅଚ୍ୟୁତ ରାୟ। କିଏ କୃଷ୍ଣଦେବରାୟଙ୍କ ସଭା କବି ଥିଲେ? ବହୁତ ବଡ଼ କବି ସିଏ। କୃଷ୍ଣଦେବରାୟଙ୍କ ସଭାରେ ଥିଲେ ଆଲସାନି ପେଦନା। କେଉଁ ସ୍ଥାପତ୍ୟ ଶୈଳୀ 1000 ଖମ୍ବ ବିଶିଷ୍ଟ ମଣ୍ଡପମ ସହିତ ସମ୍ପୃକ୍ତ? ନା ବିଜୟନଗର ସ୍ଥାପତ୍ୟ ଶୈଳୀ 1000 ଖମ୍ବ ବିଶିଷ୍ଟ ମଣ୍ଡପମ ସହିତ ସମ୍ପୃକ୍ତ। ବିଜୟନଗର ସାମ୍ରାଜ୍ୟର ଏକ ପ୍ରଶଂସନୀୟ ବିବରଣୀ ଛାଡ଼ି ଯାଇଥିବା ଇଟାଲୀୟ ପରିବ୍ରାଜକ କିଏ ଥିଲେ? ନା ନିକୋ ଲକୋଟି ଥିଲେ ଇଟାଲୀ ପରିବ୍ରାଜକ। କେଉଁଠାରେ ବିଜୟନଗର ସାମ୍ରାଜ୍ୟର ଧ୍ୱଂସାବଶେଷ ଦେଖିବାକୁ ମିଳେ? ନା ହାମ୍ପିଠାରେ। କୋଉଠାରେ? ହାମ୍ପି। କୃଷ୍ଣଦେବରାୟ କାହାର ସମସାମୟିକ ଥିଲେ? ସବୁବେଳେ ମନେ ଥାଉ ଯେ କୃଷ୍ଣଦେବରାୟ ଅପସନ ବାବର, ଆକବର, ଆଲାଉଦ୍ଦିନ ଖିଲଜି, ଗିୟାସୁଦ୍ଦିନ ତଗଲକ। ନା ବାବରଙ୍କ ସମସାମୟିକ ଥିଲେ। କେଉଁ ଯୁଦ୍ଧ ବିଜୟନଗର ସାମ୍ରାଜ୍ୟର ଅନ୍ତ ଘଟାଇଥିଲା? ତାଲିକୋଟା ଯୁଦ୍ଧ। କେଉଁ ଯୁଦ୍ଧ? ତାଲିକୋଟା ଯୁଦ୍ଧ। କିଏ ରାଷ୍ଟ୍ରକୂଟ ଶାସନର ପ୍ରତିଷ୍ଠାତା ଥିଲେ? ନା ଦନ୍ତୀ ଦୁର୍ଗ। ଯେ ରାଷ୍ଟ୍ରକୂଟ ଶାସନର ପ୍ରତିଷ୍ଠା ଥିଲେ ଦନ୍ତୀ ଦୁର୍ଗ। କେଉଁ ବଂଶ ଦକ୍ଷିଣ ଭାରତର ତ୍ରିପାକ୍ଷିକ ସଂଘର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ? ନା ରାଷ୍ଟ୍ରକୂଟ। ରାଷ୍ଟ୍ରକୂଟ କଳା ଓ ସ୍ଥାପତ୍ୟର ଚମତ୍କାର ନମୁନା ଏଲୋରା ସ୍ଥିତ କୈଳାସ ମନ୍ଦିର ନିର୍ମାଣ ପାଇଁ କିଏ ଦାୟୀ ଥିଲେ? ନା କୃଷ୍ଣରାଜ। କିଏ ଜଣେ ରାଷ୍ଟ୍ରକୂଟ ଶାସକ ନଥିଲେ? ବତ୍ସ୍ୟରାଜ, କୃଷ୍ଣରାଜ, ଆମଙ୍ଗ ବୋଷ, ଧ୍ରୁବ। ଉତ୍ତର ହେଉଛି ବତ୍ସ୍ୟରାଜ। ଚାଲୁକ୍ୟ ରାଜା ତୈଳପଙ୍କ ଦ୍ୱାରା କାହାର ପରାସ୍ତ ରାଷ୍ଟ୍ରକୂଟ କ୍ଷମତାର ଅନ୍ତ ଘଟାଇଥିଲା? ଯେ ଚାଲୁକ୍ୟ ରାଜା ତୈଳପଙ୍କ ଦ୍ୱାରା କାହାର ପରାସ୍ତ ରାଷ୍ଟ୍ରକୂଟ କ୍ଷମତାର ଅନ୍ତ ଘଟାଇଥିଲା? ନା କାକାଙ୍କର। କେଉଁ ଚାଲୁକ୍ୟ ରାଜା ଦକ୍ଷିଣରେ ଆରବ ଆକ୍ରମଣକୁ ପ୍ରତିହତ କରିଥିଲେ? ଉତ୍ତର ହେଉଛି ପ୍ରଥମ ବିକ୍ରମାଦିତ୍ୟ। କାହାର ଶାସନ ସମୟ ଗ୍ରାମ୍ୟ ସଭା ପାଇଁ ବିଖ୍ୟାତ ଥିଲା? ନା ଚୋଳମାନଙ୍କର। କେଉଁଠି ଚୋଳ ରାଜ୍ୟର ଆଞ୍ଚଳିକ ଭାଷା ଥିଲା? ଯେ ଚୋଳ ରାଜ୍ୟର ଆଞ୍ଚଳିକ ଥିଲା ତାମିଲ ଭାଷା। ତ୍ରୟୋଦଶ ଶତାବ୍ଦୀରେ ମାର୍କ ପୋଲୋ କେଉଁ ରାଜ୍ୟ ପରିଦର୍ଶନ କରିଥିଲେ? ମନତ ମାର୍କ ପୋଲୋ କେଉଁ ରାଜ୍ୟ ପରିଦର୍ଶନ କରିଥିଲେ? ନା ପାଣ୍ଡ୍ୟ ରାଜ୍ୟ। କେଉଁ ବଂଶ ଦାକ୍ଷିଣାତ୍ୟର କୌଣସି ରାଜ୍ୟରେ ଶାସନ କରୁନଥିଲେ? ଚୋଳ, ଚାଲୁକ୍ୟ, ପାଣ୍ଡ୍ୟ, ପ୍ରତ୍ୟାହାର। ପ୍ରତ୍ୟାହାର ମନତ ଉତ୍ତର ଭାରତରେ ଥିଲେ, ତେଣୁ ଉତ୍ତର ହେଉଛି ପ୍ରତ୍ୟାହାର। ଆଉ ସବୁ ଦକ୍ଷିଣ ଭାରତ ଥିଲେ। ଗୃହେଶ୍ୱର ପାଟକ କାହାର ରାଜଧାନୀ ଥିଲା? ନା ଗୃହେଶ୍ୱର ପାଟକ ଭୌମକର ମାନଙ୍କ ରାଜଧାନୀ ଥିଲା। ଭୁବନେଶ୍ୱର କେଉଁ ମନ୍ଦିରଟି ଭୌମକର ମାନଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା? ନା ବୋଇତାଳ ମନ୍ଦିର। କିଏ ଓଡ଼ିଶାର ସମବଂଶୀ ଶାସନ ପ୍ରତିଷ୍ଠା କରିଥିଲେ? ନା ପ୍ରଥମ ଜନ୍ମଜେୟ, ଯିଏକି ସମବଂଶୀ ଶାସନ ପ୍ରତିଷ୍ଠା କରିଥିଲେ। କିଏ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ନିର୍ମାଣ କରିଥିଲେ? ଇନ୍ଦ୍ରରଥ। କିଏ? ଇନ୍ଦ୍ରରଥ। ସମବଂଶ ରାଜା ଇନ୍ଦ୍ରରଥ ରାଜାରାଣୀ ମନ୍ଦିର ନିର୍ମାଣ କରିଥିଲେ।
କିଏ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିର୍ମାଣ କାର୍ଯ୍ୟ ସାରିଥିଲେ? ଦ୍ୱିତୀୟ ଯଯାତି। ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଦ୍ୱିତୀୟ ଯଯାତି ଏବଂ ଲିଙ୍ଗରାଜ କାର୍ଯ୍ୟ ଶେଷ କରିଥିଲେ ଉଦ୍ୟତ କେଶରୀ। କିଏ କୁମାର ପର୍ବତରେ 24 ଜଣ ଜୈନ ତୀର୍ଥଙ୍କରଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ? କୁମାର ପର୍ବତରେ କିଏ? ନା ଉଦ୍ୟତ କେଶରୀ। କିଏ ଭୁବନେଶ୍ୱରଠାରେ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ? ବ୍ରହ୍ମେଶ୍ୱର ମନ୍ଦିର ଭୁବନେଶ୍ୱରଠାରେ କିଏ କରିଥିଲେ? କଳାବତୀ ଦେବୀ। ରାଣୀପୁରର ଝରିଆଲଠାରେ କିଏ ସୋମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ? ସୋମେଶ୍ୱର ମନ୍ଦିର କରିଥିଲେ ଗଗନ ଶିବ। କେଉଁ ମନ୍ଦିରଟି ପ୍ରଥମ ଯଯାତିଙ୍କ ଦ୍ୱାରା ନିର୍ମିତ ହୋଇଥିଲା? ନା ଭୁବନେଶ୍ୱରଠାରେ ମୁକ୍ତେଶ୍ୱର ମନ୍ଦିର। କାହାକୁ ଓଡ଼ିଶାର ଗଙ୍ଗ ବଂଶ ରାଜ ଶାସନର ପ୍ରକୃତ ପ୍ରତିଷ୍ଠାତା ବୋଲି ବିଚାର କରାଯାଏ? ଚଡ଼ଗଙ୍ଗ ଦେବ। କିଏ ତାଙ୍କ ସାମ୍ରାଜ୍ୟର ରାଜଧାନୀ କଳିଙ୍ଗ ନଗରରୁ କଟକ ନେଇ ଆସିଥିଲେ? ନା ଚଡ଼ଗଙ୍ଗ ଦେବ। କେଉଁ ଦୁର୍ଗଟି ଚଡ଼ଗଙ୍ଗ ଦେବ ଦ୍ୱାରା ନିର୍ମିତ ହୋଇଥିଲା? ଅମରାବତୀ, ଉମରଦନ, ସାରଙ୍ଗଗଡ଼, ଚୌଦ୍ୱାର। ଉତ୍ତର ହେଉଛି ଉମରଦନ। କିଏ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ନିର୍ମାଣ କରିଥିଲେ? ଚନ୍ଦ୍ରିକା ଦେବୀ, ଶିବରାଣୀ, ସୁରମା ଦେବୀ, ରାଜସୁନ୍ଦରୀ। ନା ସୁରମା ଦେବୀ। କିଏ ଅଭିନବ ବାରାଣସୀ କଟକ ନାମରେ ଏକ ନୂଆ ରାଜଧାନୀ ନିର୍ମାଣ କରିଥିଲେ? ନା ତୃତୀୟ ଅନଙ୍ଗ ଭୀମଦେବ। କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାତା କିଏ? ନା ପ୍ରଥମ ନରସିଂହ ଦେବ। ଏକାବଳୀର ରଚୟିତା କିଏ? ଏକାବଳୀ ରଚୟିତା ବିଦ୍ୟାଧର କାହାର ରାଜସଭାର କବି ଥିଲେ? ତ ଏକାବଳୀ ରଚୟିତା କିଏ? ବିଦ୍ୟାଧର। କାହାର ରାଜସଭାର ଥିଲେ? ପ୍ରଥମ ନରସିଂହ ଦେବଙ୍କର। ଗଙ୍ଗ ବଂଶାନୁଚରିତମ୍, ଗଙ୍ଗ ବଂଶାନୁଚରିତମ୍ ରଚୟିତା କିଏ? ନା ବାସୁଦେବ ରଥ। କିଏ ଗଙ୍ଗବଂଶର ଶେଷ ରାଜା ଥିଲେ? ଗଙ୍ଗବଂଶର ଚତୁର୍ଥ ଭାନୁଦେବ। ଗଙ୍ଗବଂଶ ରାଜତ୍ୱ ସମୟରେ ମନ୍ତ୍ରୀମାନଙ୍କୁ କ'ଣ କୁହାଯାଉଥିଲା? ନା ପାତ୍ର ସାମନ୍ତ କୁହାଯାଉଥିଲା। ଗଙ୍ଗବଂଶ ଶାସନରେ କାହାକୁ ମହାପାତ୍ର କୁହାଯାଉଥିଲା? ନା ଗଙ୍ଗବଂଶ ଶାସନରେ ଅର୍ଥମନ୍ତ୍ରୀଙ୍କୁ ମହାପାତ୍ର କୁହାଯାଉଥିଲା। କିଏ ଓଡ଼ିଶାର ସୂର୍ଯ୍ୟବଂଶୀ ଶାସନର ପ୍ରତିଷ୍ଠାତା ଥିଲେ? ସୂର୍ଯ୍ୟବଂଶୀ ହେଲେ କପିଳେନ୍ଦ୍ର ଦେବ। କେବେ କପିଳେନ୍ଦ୍ର ଦେବଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା? ନା 1435। କପିଳେନ୍ଦ୍ର ଦେବଙ୍କ ଶାସନ କାଳରେ କିଏ ରାଜମହେନ୍ଦ୍ରୀ ବିରୁଦ୍ଧରେ ସୈନ୍ୟବାହିନୀର ନେତୃତ୍ୱ ନେଇଥିଲେ? ନା କପିଳେନ୍ଦ୍ର ଦେବଙ୍କ ପୁତ୍ର ହମ୍ବୀର। କିଏ ନିଜକୁ ଗଜପତି ଗୌଡ଼େଶ୍ୱର ନବଗଟି କର୍ଣ୍ଣାଟ କଳବେଶ୍ୱର ଭାବେ ଘୋଷଣା କରିଥିଲେ? କପିଳେନ୍ଦ୍ର ଦେବ। କେଉଁ ପୁସ୍ତକଟି କପିଳେନ୍ଦ୍ର ଦେବ ସଂସ୍କୃତରେ ଲେଖିଥିଲେ? ସବୁବେଳେ ପରୀକ୍ଷାରେ ଛୁଆ ସେ କପିଳେନ୍ଦ୍ର ଦେବ ସଂସ୍କୃତରେ କ'ଣ ଲେଖିଥିଲେ? ପରଶୁରାମ ବିଜୟ। ପୁରୁଷୋତ୍ତମ ଦେବ କେଉଁ ସିଂହାସନ ଆହରଣ କରିଥିଲେ? ନା 1468। କେଉଁ ଗୋଟି ପୁରୁଷୋତ୍ତମ ଦେବଙ୍କ ଶେଷ ବିଜୟ ଥିଲା? ଉତ୍ତର ହେଉଛି ପିଲାମାନେ ଉଦୟଗିରି। କିଏ କାଞ୍ଚି ବିଜୟ ସହିତ ସମ୍ପୃକ୍ତ? ନା ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ସମ୍ପୃକ୍ତ। ପ୍ରତାପପୁତ୍ର ଦେବ କେବେ ସିଂହାସନ ଆହରଣ କରିଥିଲେ? 1497। ପିଲାମାନେ ଦେଖ 294 ନମ୍ବର କ୍ୱେଶ୍ଚେନ୍। 1510 ଖ୍ରୀଷ୍ଟାବ୍ଦରେ ସଂଗଠିତ ବଙ୍ଗ ବିରୋଧୀ ଯୁଦ୍ଧରେ କିଏ ପ୍ରତାପପୁତ୍ର ଦେବଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ? ନା ଗୋବିନ୍ଦ ବିଦ୍ୟାଧର। ପ୍ରତାପପୁତ୍ର ଦେବ କେବେ କୃଷ୍ଣଦେବରାୟଙ୍କ ସହିତ ଏକ ସନ୍ଧି ସ୍ୱାକ୍ଷର କରିଥିଲେ? ନା 1519। ବୈଷ୍ଣବ ସନ୍ଥ ଶ୍ରୀ ଚୈତନ୍ୟ ପୁରୀ ପରିଦର୍ଶନ କରିବା ସମୟରେ ଓଡ଼ିଶାର ରାଜା କିଏ ଥିଲେ? ନା ସୂର୍ଯ୍ୟବଂଶର ରାଜା ପ୍ରତାପପୁତ୍ର ଦେବ ଥିଲେ। କିଏ ପ୍ରତାପପୁତ୍ର ଦେବଙ୍କ ସଭା କବି ଥିଲେ? ପିଲାମାନେ ସବୁବେଳେ ପରୀକ୍ଷାରେ ଆସେ। ପ୍ରତାପପୁତ୍ର ସଭା କବି କିଏ ଥିଲେ? ଜୀବ ଦେବାଚାର୍ଯ୍ୟ। କିଏ ଓଡ଼ିଆ ଭାଗବତ ଲେଖିଥିଲେ? ନା ପଞ୍ଚସଖା ଯୁଗର ଶ୍ରେଷ୍ଠ କବି ଜଗନ୍ନାଥ ଦାସ। କିଏ ଶ୍ରୀ ଚୈତନ୍ୟଙ୍କ ପଞ୍ଚସଖାଙ୍କ ଶିଷ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ ନଥିଲେ? ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ସାରଳା ଦାସ। ଉତ୍ତର ହେଉଛି ସାରଳା ଦାସ। ମନୋକ୍ତ ପିଲାମାନେ ପଞ୍ଚସଖା କହିଲେ ଜଗନ୍ନାଥ ଦାସ, ବଳରାମ ଦାସ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଆଉ କିଏ ରହିଲେ? ବଳରାମ ଦାସ। ପ୍ରତାପପୁତ୍ର ଦେବଙ୍କ ମୃତ୍ୟୁ ପରେ କିଏ ସିଂହାସନ ଆହରଣ କରିଥିଲେ? ନା କାଳୁଆ ଦେବ। କିଏ ଓଡ଼ିଶାର ଭୋଇ ରାଜବଂଶ ପ୍ରତିଷ୍ଠା କରିଥିଲେ? ଗୋବିନ୍ଦ ବିଦ୍ୟାଧର। ସିଂହାସନ ଆହରଣ କରିବା ପୂର୍ବରୁ ଗୋବିନ୍ଦ ବିଦ୍ୟାଧରଙ୍କ ପରିଚୟ କ'ଣ ଥିଲା? ସେ ପ୍ରତାପପୁତ୍ର ଦେବଙ୍କ ସେନାପତି ଥିଲେ।
ଗୋବିନ୍ଦ ବିଦ୍ୟାଧରଙ୍କ ମୃତ୍ୟୁ ପରେ କିଏ ଓଡ଼ିଶାର ସିଂହାସନ ଆରୋହଣ କରିଥିଲେ? ଉତ୍ତର ହେଉଛି ଚକ୍ରପ୍ରତାପ। ମୁକୁନ୍ଦ ଦେବ କେବେ ସିଂହାସନ ଆରୋହଣ କରିଥିଲେ? ନା 1560ରେ। ମୁକୁନ୍ଦ ଦେବ କାହାକୁ ତାଙ୍କ ରାଜତ୍ୱ ଭାବରେ ସମ୍ରାଟ ଆକବରଙ୍କ ଦରବାରକୁ ପଠାଇଥିଲେ? ନା ପରମାନନ୍ଦ ରାୟ। କେବେ ସୁଲେମାନ କରାନୀଙ୍କ ଦ୍ୱାରା ଏହାର ବିଜୟ ଯୋଗୁଁ ଓଡ଼ିଶା ସ୍ୱାଧୀନତା ହରାଇଲା? ନା 1568। କିଏ ସ୍ୱାଧୀନ ଓଡ଼ିଶାର ଶେଷ ସମ୍ରାଟ ଥିଲେ? ମୁକୁନ୍ଦ ଦେବ। କେବେ ଓଡ଼ିଶାରେ ଆଫଗାନ ଶାସନର ଅନ୍ତ ଘଟିଥିଲା? 1592ରେ। ମୋଗଲମାନଙ୍କ ଶାସନାଧୀନ ହେବା ପରେ କିଏ ଓଡ଼ିଶାର ପ୍ରଥମ ସୁବେଦାର ଭାବେ ନିଯୁକ୍ତ ହୋଇଥିଲେ? ନା ରାଜା ମାନସିଂ। କାହାର ରାଜତ୍ୱ ସମୟରେ ଓଡ଼ିଶାକୁ ବଙ୍ଗସଭାରୁ ପୃଥକ କରାଗଲା? ନା ଜାହାଙ୍ଗୀରଙ୍କ ରାଜତ୍ୱ ସମୟରେ। କାହାର ରାଜତ୍ୱ ସମୟରେ ଓଡ଼ିଶା ଇଂରେଜ ବଣିକମାନେ ଓଡ଼ିଶା ଆସିଥିଲେ? ନା ଶାହାଜାହାନଙ୍କ ସମୟରେ ଇଂରେଜ ବଣିକମାନେ ଓଡ଼ିଶା ଆସିଥିଲେ। ଓଡ଼ିଶାର ନୂଆ ମନ୍ଦିର ଧ୍ୱଂସ କରିବା ପାଇଁ ତଥା ପୁରୁଣା ମନ୍ଦିର ମରାମତି ନ କରିବା ପାଇଁ କିଏ ଏକ ନିର୍ଦ୍ଦେଶ ଜାରି କରିଥିଲେ? ଆଉରଙ୍ଗଜେବ। ପୁରୀର ଜଗନ୍ନାଥ ମନ୍ଦିର ଧ୍ୱଂସ କରିବା ପାଇଁ ଆଉରଙ୍ଗଜେବ କେବେ ଏକ ଆଦେଶ ଜାରି କରିଥିଲେ? ଯଦିଓ ତା କାର୍ଯ୍ୟକାରୀ ହୋଇନଥିଲା 1692ରେ। ଓଡ଼ିଶାର କେଉଁ ସୁବେଦାର କଟକର କଦମ ରସୁଲ ମସଜିଦ ନିର୍ମାଣ କରିଥିଲେ? ଉତ୍ତର ହେଉଛି ପିଲାମାନେ ସୁଜାଉଦ୍ଦିନ ମହମ୍ମଦ ଖାଁ। କିଏ ବାଲେଶ୍ୱର ଏକ କଦମ ରସୁଲ ନିର୍ମାଣ କରିଥିଲେ? ମହମ୍ମଦ ତାକି ଖାଁ। ଖୋର୍ଦ୍ଧାର ସ୍ୱାଧୀନତା ସୁରକ୍ଷିତ ରଖିବା ପାଇଁ ଖୋର୍ଦ୍ଧାର କେଉଁ ରାଜା ମହମ୍ମଦ ତାକି ଖାଁଙ୍କ ବିରୁଦ୍ଧରେ 3 ବର୍ଷ କାଳ ସଂଘର୍ଷ କରିଥିଲେ? ନା ଉତ୍ତର ହେଉଛି ପିଲାମାନେ ଦ୍ୱିତୀୟ ରାମଚନ୍ଦ୍ର ଦେବ। କେବେ ଆଲବର୍ଦୀ ଖାଁ ବଙ୍ଗ ବିହାର ଓଡ଼ିଶାର ନବାବ ଭାବେ ନିଯୁକ୍ତ ହୋଇଥିଲେ? ନା 1740ରେ। ମୋଗଲ ଶାସନ ସମୟରେ ଚୂଡ଼ାନ୍ତ ଭାବେ ଓଡ଼ିଶା କେତେଗୋଟି ସରକାର ବିଭାଜିତ ହୋଇଥିଲା? ନା 12 ଗୋଟି ସରକାର। କେଉଁ ପୁସ୍ତକଟି ମୋଗଲ ରାଜତ୍ୱ ସମୟରେ ବିଖ୍ୟାତ କବି ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ହୋଇନଥିଲା? ବୈଦେହୀଶ ବିଳାସ, କଟି ବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ, ରସକଲ୍ଲୋଳ। ଉତ୍ତର ହେଉଛି ରସକଲ୍ଲୋଳ। ଆଲବର୍ଦୀ ଖାଁ ଓ ରଘୁଜୀ ବସଲଙ୍କ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କେବେ ଓଡ଼ିଶାରେ ମରହଟ୍ଟା ଶାସନ ପ୍ରତିଷ୍ଠିତ ହୋଇଥିଲା? ନା 1751ରେ। କିଏ 1857 ବିଦ୍ରୋହର ଏକ ମୁଖ୍ୟ କାରଣ ଭାବେ ପରିଗଣିତ ରାଜସ୍ୱ ତଲବ ନୀତି ପ୍ରବର୍ତ୍ତନ କରିଥିଲେ? ମନତ ରାଜସ୍ୱ ତଲବ ନୀତି ଲର୍ଡ ଡେଲହାଉସି କରିଥିଲେ। କେଉଁଠାରେ ପ୍ରଥମେ 1857 ବିଦ୍ରୋହର ବହ୍ନି ଜଳିଥିଲା? ବା 57 ବିଦ୍ରୋହ ପ୍ରଥମେ କେଉଁଠି ଆରମ୍ଭ ହୋଇଥିଲା? ନା ବାରାକପୁର ଠାରେ। କେବେ ମଙ୍ଗଲ ପାଣ୍ଡେ ବ୍ରିଟିଶ ଭାରତୀୟ ସୈନ୍ୟବାହିନୀର ଆଡ ଜୁଟାଣ୍ଟକୁ ଗୁଳି କରିଥିଲେ? ମଙ୍ଗଲ ପାଣ୍ଡେ କେବେ ମାରିଥିଲେ ଛୁଆ? ନା ମାର୍ଚ୍ଚ 29, 1857ରେ ଇଂରେଜ ଅଫିସରଙ୍କୁ ହତ୍ୟା କରିଥିଲେ ଗୁଳି କରି। ମଙ୍ଗଲ ପାଣ୍ଡେ ସୈନ୍ୟବାହିନୀର କେଉଁ ରେଜିମେଣ୍ଟର ଅନ୍ତର୍ଗତ ଥିଲେ? ନା 74ତମ ବା 34ତମ ଦେଶୀୟ ପଦାତିକ ବାହିନୀରେ। କେବେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା? ମେ 10, 1857। ଭେରି ଇମ୍ପୋର୍ଟାଣ୍ଟ ଛୁଆ। ସିପାହୀ ବିଦ୍ରୋହ କେବେ ଆରମ୍ଭ ହୋଇଥିଲା? ମେ 10, 1857। କେଉଁଠାରେ 1857 ବିଦ୍ରୋହ ଆରମ୍ଭ ହୋଇଥିଲା? ନା କେଉଁଠାରେ 1857 ବିଦ୍ରୋହ ଆରମ୍ଭ ହୋଇଥିଲା? 1857 ମସିହା ବିଦ୍ରୋହ ପ୍ରଥମେ ବାରାକପୁର ଠାରେ ଆରମ୍ଭ ହୋଇଥିଲା। କେଉଁଠାରେ ବିଦ୍ରୋହୀ ମାନଙ୍କ ଦ୍ୱାରା ଦ୍ୱିତୀୟ ବାହାଦୁର ଶାହ ହିନ୍ଦୁସ୍ତାନର ସମ୍ରାଟ ଘୋଷିତ ହୋଇଥିଲେ? ଉନ୍ନତ ଯେତେବେଳେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା ସେତେବେଳେ ଦ୍ୱିତୀୟ ବାହାଦୁର ଶାହ ମୋଗଲ ଶାସକ ଥିଲେ। ତାକୁ ବିଦ୍ରୋହୀ ମାନେ ଦିଲ୍ଲୀ ଠାରେ ହିନ୍ଦୁସ୍ତାନର ସମ୍ରାଟ ଘୋଷିତ କରିଥିଲେ। କିଏ ଲକ୍ଷ୍ନୌରେ 1857 ବିଦ୍ରୋହ ନେତୃତ୍ୱ ନେଇଥିଲେ? ବେଗମ ହଜରତ ମହଲ। କିଏ ବରେଲି ଠାରେ 1857 ବିଦ୍ରୋହ ନେତା ଥିଲେ? ବରେଲି ଠାରେ କିଏ ଥିଲେ? ନା ଖାଁ ବାହାଦୁର। କାନପୁରରେ କିଏ 1857 ବିଦ୍ରୋହ ନେତୃତ୍ୱ ନେଇଥିଲେ? ନାନା ସାହେବ। ନାନା ସାହେବ କାହାର ପୋଷ୍ୟପୁତ୍ର ଥିଲେ? ନା ନାନା ସାହେବ ପେଶୱା ଦ୍ୱିତୀୟ ବାଜିରାଓଙ୍କ ପେଶପୁତ୍ର ଥିଲେ। କାହାର ମୂଳ ନାମ ଗୋବିନ୍ଦ ଧଣ୍ଡୁ ପନ୍ଥ ଥିଲା? ନାନା ସାହେବଙ୍କର। ତାନ୍ତିଆ ଟୋପେ କିଏ ଥିଲେ? ନା ନାନା ସାହେବଙ୍କ ମନ୍ତ୍ରୀ ବା ଅତ୍ୟନ୍ତ ବିଶ୍ୱାସ ସହଯୋଗୀ ଥିଲେ। କାହାର ମୂଳ ନାମ ରାମଚନ୍ଦ୍ର ପାଣ୍ଡୁରଙ୍ଗା ଥିଲା? ନା ତାନ୍ତିଆ ଟୋପେର। କିଏ ବିହାରର 1857 ବିଦ୍ରୋହ ନେତୃତ୍ୱ ନେଲେ? କନୱାର ସିଂ। ଗଙ୍ଗାଧର ରାଓ କିଏ ଥିଲେ?
ନା ରାଣୀ ଲକ୍ଷ୍ମୀବାईଙ୍କ ସ୍ୱାମୀ ଥିଲେ ଗଙ୍ଗାଧର ରାଓ। ତାନ୍ତିଆ ଟୋପେଙ୍କ ସହିତ ରାଣୀ ଲକ୍ଷ୍ମୀବାई କେଉଁଟାକୁ ଅଗ୍ରସର ଯାଇଥିଲେ ବା ଇଂରେଜ ମାନଙ୍କ ସହିତ ଯୁଦ୍ଧ କରି କେଉଁଠିକି ଅଗ୍ରସର ହେଇଥିଲେ? ନା ଗୋଆଲିୟର ପର୍ଯ୍ୟନ୍ତ ଯାଇଥିଲେ। ରାଣୀ ଲକ୍ଷ୍ମୀବାଇ କିପରି ମୃତ୍ୟୁବରଣ କରିଥିଲେ? ନା ଯୁଦ୍ଧ କ୍ଷେତ୍ରରେ ଇଂରେଜ ମାନଙ୍କ ସହିତ ଲଢ଼େଇ କରୁଥିବା ମୃତ୍ୟୁବରଣ କରିଥିଲେ। ଦ୍ୱିତୀୟ ବାହାଦୁର ଶାହ କେଉଁଠାରେ ମୃତ୍ୟୁବରଣ କରିଥିଲେ? ନା ରେଙ୍ଗୁନ ଠାରେ। ତାନ୍ତିଆ ଟୋପେଙ୍କୁ କେବେ ଫାଶୀ ଦିଆଗଲା? ଏପ୍ରିଲ 18, 1859। କିଏ 1857 ବିଦ୍ରୋହ ସମର୍ଥନ କରିନଥିଲେ? ରୋହିଲାଖଣ୍ଡର ସାମନ୍ତ ରାଜା, ଜଗଦୀଶପୁର ଜମିଦାର, ଗୋଆଲର ରାଜା ସିନ୍ଧିଆ, ଆଗ୍ରା ଶାସକ। ଉତ୍ତର ହେଉଛି ଗୋଆଲିୟର ରାଜା ସିନ୍ଧିଆ। 1857 ବିଦ୍ରୋହ ଆରମ୍ଭ ସମୟରେ କିଏ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ? ନା ଲର୍ଡ କ୍ୟାନିଂ। ଲର୍ଡ କ୍ୟାନିଂ ମଧ୍ୟ ଭାରତର ପ୍ରଥମ ଭାଇସରାୟ ହୋଇଥିଲେ। ବ୍ରିଟିଶ ସମ୍ରାଟଙ୍କ ଦ୍ୱାରା ଭାରତର ପ୍ରତ୍ୟକ୍ଷ ଶାସନ ପାଇଁ କେଉଁ ଆଇନର ବ୍ୟବସ୍ଥା କରାଯାଇଥିଲା? ନା 1858 ଭାରତ ଶାସନ ଆଇନ ହୋଇଥିଲା। କେଇଟି ହେଇଥିଲା ଛୁଆ? ନା ଆହ୍ଲାବାଦ ଠାରେ ରାଣୀ ଭିକ୍ଟୋରିଆ ଘୋଷଣାପତ୍ରକୁ 1858 ନଭେମ୍ବର 1 ତାରିଖରେ ଲର୍ଡ କ୍ୟାନିଂ ଭାରତର ପ୍ରଥମ ଭାଇସରାୟ ପାଠ କରିଥିଲେ। କିଏ ରାଣୀଙ୍କ ଘୋଷଣାପତ୍ର 1858 ପାଠ କରିଥିଲେ? ଲର୍ଡ କ୍ୟାନିଂ। ଭାରତର ପ୍ରଥମ ଭାଇସରାୟ କିଏ? ନା ଲର୍ଡ କ୍ୟାନିଂ। କେବେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା? ନା 1885 ଗଠିତ ହୋଇଥିଲା। କିଏ କରିଥିଲେ? ନା ଆଲାନ ଅକ୍ଟାଭିୟମ ହ୍ୟୁମ, ଜଣେ ଇଂରେଜ ଅବସରପ୍ରାପ୍ତ କର୍ମଚାରୀ କରିଥିଲେ। କିଏ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସମ୍ପାଦକ ଥିଲେ? ନା ଆଲାନ ଅକ୍ଟାଭିୟମ ହ୍ୟୁମ। ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେବା ସମୟରେ କିଏ ଭାରତର ଗଭର୍ଣ୍ଣର ବା ଜେନେରାଲ ଥିଲେ? ମନେ ରଖିଥିବ ପିଲାମାନେ, ଏଇଟା ସବୁବେଳେ ଆସେ ଯେ ଜାତୀୟ କଂଗ୍ରେସ ଯେତେବେଳେ ଗଠନ ହୋଇଥିଲା ସେତେବେଳେ ବ୍ରିଟିଶ ଗଭର୍ଣ୍ଣର ବା ଜେନେରାଲ ଥିଲେ ଲର୍ଡ ରଫରିନ୍। କେଉଁଠାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା? ନା ବମ୍ବେ ଠାରେ। କିଏ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନର ସଭାପତି ଥିଲେ? ନା ଉମେଶ ଚନ୍ଦ୍ର ବାନାର୍ଜୀ। କିଏ ଭାରତୀୟ ଜାତୀୟ କଂଗ୍ରେସର ନରମପନ୍ଥୀ ନେତା ନଥିଲେ? ଫିରୋଜ ଶାହ ମେହେଟ୍ଟା, ସୁରେନ୍ଦ୍ରନାଥ ବାନାର୍ଜୀ, ଗୋପାଳକୃଷ୍ଣ ଗୋଖଲେ। ଏ ତିନି ଜଣ ନରମପନ୍ଥୀ ନେତା ଥିଲେ। ନଥିଲେ କିଏ? ଅରବିନ୍ଦ ଘୋଷ। କେବେ ବଙ୍ଗ ବିଭାଜନ ସଂଗଠିତ ହୋଇଥିଲା? ନା ବଙ୍ଗ ବିଭାଜନ 1905 ମସିହାରେ ସଂଗଠିତ ହୋଇଥିଲା। କିଏ ପିଲାମାନେ ଦେଖ, କିଏ ବଙ୍ଗ ବିଭାଜନ କରିଥିଲେ? ନା ବୋଲାର୍ଡ ଲର୍ଡ କର୍ଜନ କରିଥିଲେ। କେବେ ବଙ୍ଗ ବିଭାଜନ ରଦ୍ଦ କରାଗଲା? ପରୀକ୍ଷାରେ ସବୁବେଳେ ଆସେ। ଲର୍ଡ 1905ରେ ବଙ୍ଗ ବିଭାଜନ ହେଇଥିଲା। କିଏ କରିଥିଲେ? ଲର୍ଡ କର୍ଜନ। କେବେ ବନ୍ଦ ହେଲା? 1911। କିଏ ବଙ୍ଗ ବିଭାଜନ ରଦ୍ଦ ଘୋଷଣା କରିଥିଲେ? ନା ସମ୍ରାଟ ପଞ୍ଚମ ଜର୍ଜ। ବଙ୍ଗ ବିଭାଜନ ରଦ୍ଦ ହେବା ସମୟରେ କିଏ ଭାରତର ଭାଇସରାୟ ଥିଲେ? ନା ଦ୍ୱିତୀୟ ଲର୍ଡ ହାରିଜ। କେବେ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହେଇଥିଲା? ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପିଲା। କେବେ? ନା 1911ରେ। କିଏ କହିଥିଲେ ସ୍ୱରାଜ ମୋର ଜନ୍ମଗତ ଅଧିକାର, ମୁଁ ତାକୁ ହାସଲ କରିବି? ନା ଚରମପନ୍ଥୀ ନେତା ବାଲ ଗଙ୍ଗାଧର ତିଲକ କହିଥିଲେ। କେବେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା? ନା 1905ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। କିଏ ସ୍ୱଦେଶୀ ଆନ୍ଦୋଳନ ସହିତ ସମ୍ପୃକ୍ତ ନଥିଲେ? ଗୋପାଳକୃଷ୍ଣ ଗୋଖଲେ, ଅରବିନ୍ଦ ଘୋଷ, ରବୀନ୍ଦ୍ରନାଥ ଟାଗୋର, ମହାତ୍ମା ଗାନ୍ଧୀ। ନା ମହାତ୍ମା ଗାନ୍ଧୀ ନଥିଲେ। କିଏ ବନ୍ଦେ ମାତରମର ସମ୍ପାଦକ ଥିଲେ? ବାଲ ଗଙ୍ଗାଧର ତିଲକ, ରବୀନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ, ଅରବିନ୍ଦ ଘୋଷ। ଉତ୍ତର ହେଉଛି ଅରବିନ୍ଦ ଘୋଷ। କିଏ ସାପ୍ତାହିକ ପତ୍ରିକା କେଶରୀର ସମ୍ପାଦନା କରିଥିଲେ? କେଶରୀ ପତ୍ରିକା ସମ୍ପାଦନା କରିଥିଲେ ବାଲ ଗଙ୍ଗାଧର ତିଲକ। କିଏ ସ୍ୱଦେଶୀ ଆନ୍ଦୋଳନ ସମୟରେ ରକ୍ଷାବନ୍ଧନ ପାଳନ କରିବାକୁ ଆହ୍ୱାନ ଦେଇଥିଲେ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଛୁଆ। ଯେ ରକ୍ଷାବନ୍ଧନ ପାଳନ କରିବାକୁ କିଏ ଆହ୍ୱାନ ଦେଲେ? ନା ରବୀନ୍ଦ୍ରନାଥ ଠାକୁର। ଭାରତୀୟ ଜାତୀୟ କଂଗ୍ରେସର କେଉଁ ଅଧିବେଶନ ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥନ କରି ପ୍ରସ୍ତାବ ଗ୍ରହଣ କରିଥିଲା? ନା ବନାରସ। ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥନ କରି ପ୍ରସ୍ତାବ ଗୃହୀତ ହେବା ସମୟରେ କିଏ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ? ମନେ ରଖିଥିବ ଯେ ଯେତେବେଳେ ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥନ କରି ପ୍ରସ୍ତାବ ଗୃହୀତ ହୋଇଥିଲା ସେତେବେଳେ ସଭାପତି ଥିଲେ ଗୋପାଳକୃଷ୍ଣ ଗୋଖଲେ। କିଏ ମହାରାଷ୍ଟ୍ରରେ ଗଣପତି ଉତ୍ସବ ଆରମ୍ଭ କରିଥିଲେ? ପିଲାମାନେ ଉତ୍ତର ହେଉଛି ବାଲ ଗଙ୍ଗାଧର ତିଲକ। କେବେ ସର୍ବଭାରତୀୟ ମୁସଲିମ ଲିଗ ପ୍ରତିଷ୍ଠିତ ହୋଇଥିଲା? ନା 1906ରେ ହୋଇଥିଲା। କେଉଁଠାରେ ସର୍ବଭାରତୀୟ ମୁସଲିମ ଲିଗ ଗଠିତ ହୋଇଥିଲା? ନା ଢାକା ଠାରେ ହୋଇଥିଲା।
କିଏ ସର୍ବଭାରତୀୟ ମୁସଲିମ ଲିଗର ପ୍ରଥମ ସଭାପତି ଥିଲେ? ନବାବ ୱାକର ଉଲ ମୁଲକ। ମନୁକ୍ତ ସର୍ବଭାରତୀୟ ମୁସଲିମ ଲିଗର ପ୍ରଥମ ସଭାପତି ଥିଲେ ନବାବ ୱାକର ଉଲ ମୁଲକ। କେବେ ଭାରତୀୟ ଜାତୀୟ କଂଗ୍ରେସର ଚରମପନ୍ଥୀ ନରମପନ୍ଥୀ ଦଳରେ ବିଭାଜିତ ହୋଇଥିଲା? ନା 1907ରେ ନରମପନ୍ଥୀ ଆଉ ଚରମପନ୍ଥୀ ଦଳରେ ଜାତୀୟ କଂଗ୍ରେସ ବିଭକ୍ତ ହୋଇଥିଲା। ଭାରତୀୟ ଜାତୀୟ କଂଗ୍ରେସର କେଉଁ ଅଧିବେଶନରେ ବିଭାଜନ ଘଟିଥିଲା? ନା ସୁରତ ଅଧିବେଶନ। କେଉଁ ଅଧିବେଶନ? ସୁରତ। ଭାରତୀୟ ଜାତୀୟ କଂଗ୍ରେସ ଚରମପନ୍ଥୀ ନରମପନ୍ଥୀ ଦଳରେ ବିଭାଜିତ ହେବା ସମୟରେ କିଏ ଏହାର ସଭାପତି ଥିଲେ? ନା ରାସବିହାରୀ ବୋଷ। ମନୋକ୍ତ କିଏ ଥିଲେ? ରାସବିହାରୀ ବୋଷ। ଚରମପନ୍ଥୀ ମାନଙ୍କ ବିରୁଦ୍ଧରେ ଏକ ଦମନମୂଳକ ପଦକ୍ଷେପ ଭାବରେ ଗଙ୍ଗାଧର ତିଲକଙ୍କୁ କେଉଁଠାରେ 6 ବର୍ଷ ବନ୍ଦୀ ରଖାଯାଇଥିଲା? ନା ମାଣ୍ଡାଳୟଠାରେ। କେବେ ଖୁଦିରାମ ବୋଷ ମୁଜାଫରଠାରେ ଏକ ବୋମା ଫିଙ୍ଗି 2 ଜଣ ୟୁରୋପୀୟଙ୍କୁ ହତ୍ୟା କରିଥିଲେ? ଖୁଦିରାମ ବୋଷ କେଉଁଠାରେ ବୋମା ଫିଙ୍ଗିଥିଲେ? ମୁଜାଫରଠାରେ। କେବେ? 1908। କାହାର ଶାସନ ସଂସ୍କାରରେ ଭାରତର ମୁସଲମାନଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀର ବ୍ୟବସ୍ଥା ରହିଥିଲା? ନା ମଲ୍ଲିମିଟ ଶାସନ ସଂସ୍କାର 1909ରେ ଆସିଥିଲା। ଜନ୍ ମଲ୍ଲେ କିଏ? ନା ବ୍ରିଟିଶର ରାଷ୍ଟ୍ର ସଚିବ ଥିଲେ। 1909ରେ ଭାଇସରୟଙ୍କ କାର୍ଯ୍ୟକାରୀ ପରିଷଦର ନିଯୁକ୍ତି ପାଇଥିବା ପ୍ରଥମ ଭାରତୀୟ କିଏ? ନା ସତ୍ୟେନ୍ଦ୍ର ସିହ୍ନା। ଗଦର ଦଳ କେବେ ପ୍ରତିଷ୍ଠିତ ହେଲା? ନା ଗଦର ଦଳ ସବୁବେଳେ ପିଲାମାନେ ପରୀକ୍ଷାରେ ଆସେ 1913ରେ ପ୍ରତିଷ୍ଠିତ ହୋଇଥିଲା। ଗଦର ଦଳର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ଅଛି? ନା ଗଦର ଦଳର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ସାନ ଫ୍ରାନ୍ସିସ୍କୋ ଠାରେ ଅଛି। କିଏ ଗଦର ଦଳର ମୁଖ୍ୟ ସଂଗଠକ ଥିଲେ? ଲାଲା ହରଦୟାଲ। ଲାଲା ହରଦୟାଲ ଥିଲେ ଗଦର ଦଳର ମୁଖ୍ୟ ସଂଗଠକ। କେଉଁଠାରେ ଗଦର ଦଳ ବୈପ୍ଳବିକ କାର୍ଯ୍ୟକ୍ରମ ସମ୍ପାଦନ କରୁଥିଲା? ଉତ୍ତର ଆମେରିକାରେ। କମା ଗାତ ମାରୁ କଣ ଥିଲା? ଏକ ଜାହାଜ ଥିଲା। କେଉଁଠାରେ ବାଲ ଗଙ୍ଗାଧର ତିଲକ ତାଙ୍କ ହୋମ ଲିଗ ସଂଗଠିତ କରିଥିଲେ? ପୁନାଠାରେ। ଆନିବେଶତ କେଉଁଠାରେ ତାଙ୍କ ହୋମ ରୁଲ ଲିଗ ସ୍ଥାପନ କରିଥିଲେ? ମାଡ୍ରାସଠାରେ। ଭାରତ ସେବକ ସମାଜର ପ୍ରତିଷ୍ଠାତା କିଏ? ଭାରତ ସେବକ ସମାଜ ପ୍ରତିଷ୍ଠାତା ଗୋପାଳ କୃଷ୍ଣ ଗୋଖଲେ। କେବେ ଚରମପନ୍ଥୀ ଓ ନରମପନ୍ଥୀ ମାନେ ଭାରତୀୟ ଜାତୀୟ କଂଗ୍ରେସର ପୁନଃ ଏକତ୍ରୀକରଣ କରିଥିଲେ? ନା 1916। ଭାରତୀୟ ଜାତୀୟ କଂଗ୍ରେସର କେଉଁ ଅଧିବେଶନରେ ନରମପନ୍ଥୀ ଓ ଚରମପନ୍ଥୀ ମାନେ ପୁନଃ ଏକତ୍ର ହୋଇଥିଲେ? ଲକ୍ଷ୍ନୌଠାରେ। ଚରମପନ୍ଥୀ ନରମପନ୍ଥୀ ମାନେ ପୁନଃ ଏକତ୍ର ହେବା ସମୟରେ କିଏ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ଥିଲେ? ଅମ୍ବିକା ଚରଣ ମଜୁମଦାର। କିଏ 1916ରେ ଲକ୍ଷ୍ନୌ ଚୁକ୍ତି ସ୍ୱାକ୍ଷର କରିଥିଲେ? ଯେ ଜାତୀୟ କଂଗ୍ରେସ ଆଉ ମୁସଲିମ ଲିଗ 1916ରେ ଲକ୍ଷ୍ନୌ ଚୁକ୍ତି ସ୍ୱାକ୍ଷର କରିଥିଲେ। ମଣ୍ଟେସ୍କ୍ୟୁ ଚେମ୍ବର୍ସ ସଂସ୍କାର ଭିତରେ ଗୃହୀତ ହୋଇଥିବା ଆଇନର ନାଁ କଣ? ନା ଭାରତ ଶାସନ ଆଇନ। କେଉଁ ଘଟଣାଟି ଗାନ୍ଧିଜୀଙ୍କର ପ୍ରଥମ ଆଇନ ମାନ ଆନ୍ଦୋଳନ ଭାବେ ବିଚାର କରାଯାଏ? ନା ଚମ୍ପାରଣ ଆନ୍ଦୋଳନ ବିହାରର ଯୋଉ ମୋତିହାର ଠାରେ ହୋଇଥିଲା। ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ କରିବା ପାଇଁ ଗାନ୍ଧିଜୀଙ୍କ ସହିତ ଚମ୍ପାରଣ କିଏ ଯାଇଥିଲେ? ନା ରାଜକୁମାର ଶୁକ୍ଲା। କିଏ ଖେଡ଼ା ଚାଷୀ ଆନ୍ଦୋଳନ ସଂଗଠିତ ହେଲା? କେବେ? ନା 1918। କିଏ ଖେଡ଼ା ଆନ୍ଦୋଳନ ସଉତାରେ ପ୍ରଭାବିତ ହୋଇ ଗାନ୍ଧିଜୀ ଅନୁଗାମୀ ହୋଇଥିଲେ? ନା ସର୍ଦ୍ଦାର ବଲ୍ଲଭଭାଇ ପଟେଲ। କେଉଁଠାରେ ଗାନ୍ଧୀ ଦାବି ପୂରଣ ପାଇଁ ଏକ ପଦ୍ଧତି ଭାବରେ ସତ୍ୟାଗ୍ରହର ପ୍ରୟୋଗ ଆରମ୍ଭ କରିଥିଲେ? ଖେଡ଼ାଠାରେ। ଅହମ୍ମଦାବାଦର ଲୁଗାକଳ ଜମି ମାଲିକ ମାନଙ୍କ କେଉଁ କାର୍ଯ୍ୟ ଶ୍ରମିକ ଓ ମାଲିକ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା? ନା ପ୍ଲେଗ ବୋନସ ପ୍ରତ୍ୟାହାର। କେଉଁଠାରେ ଗାନ୍ଧୀ ଅନଶନ ଧର୍ମଘଟର ପରୀକ୍ଷା ଆରମ୍ଭ କରିଥିଲେ? ଅହମ୍ମଦାବାଦ ଠାରେ। କେଉଁ ଗୋଟି ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ଆନ୍ଦୋଳନ ଥିଲା? ନା ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ। କେବେ? ରାଓଲାତ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ହରତାଳ ପାଳନ କରାଯାଇଥିଲା ଏପ୍ରିଲ 6, 1919ରେ। କିଏ ରାଓଲାତ ଆଇନ ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଗାନ୍ଧୀଙ୍କ ଚିନ୍ତାଧାରାକୁ ସମର୍ଥନ କରିନଥିଲେ? ପିଲା ମନେ ଥାଉ, ଆଇନ ଯୋଉ ରାଓଲାତ ଆଇନ ଥିଲା, ଯୋଉ ଗାନ୍ଧୀଜୀ ତାକୁ ଆନ୍ଦୋଳନ କରୁଥିଲେ ରାଓଲାତ ଆଇନ ବିରୁଦ୍ଧରେ, ଆନିବେସନ ତାଙ୍କୁ ସମର୍ଥନ କରିନଥିଲେ। କେବେ ଜାଲିଆନାବାଗ ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା? ଏପ୍ରିଲ 13, 1919ରେ। ମନେଥିବ ଯେ ରାଓଲାତ ଆଇନକୁ ବିରୋଧ କରି ଜାଲିଆନାବାଗ ଠାରେ ଯୋଉ ପଞ୍ଜାବର ଅମୃତସର ଜିଲ୍ଲାର ଜାଲିଆନାବାଗ ଠାରେ ଲୋକମାନେ ପବିତ୍ର ବୈଶାଖ ପୂର୍ଣ୍ଣିମାରେ ରୁଣ୍ଡ ହୋଇଥିଲେ ଏବଂ ଏହି ସମୟରେ ଇଂରେଜ
जो इंग्रेज ऑफिसर थे जनरल डायल से पथप्रांत सभा को अति अवरोध कर लोक मान गुली चालना करते फल बहुत लोग मरी गए जालियान हत्याकांड बोली कहती यहाँ केवे होता ना एप्रिल 13 1919 जालियानबाग केउठारे अवस्थित ना अमृतसर जिलार पंजाब अवस्थित किए जालियानबाग हत्याकांड विरुद्ध में प्रतिवाद स्वरूप नाइट बोध त्याग करते मन थो रवींद्रनाथ ठाकुर नाइट बोध त्याग करते गांधीजी काईचरी हिंद उपाधि त्याग करते सैफुद्दीन केचली केउ आंदोलन सहित संप्रत थे मन थो सैफुद्दीन केचली जे कि रावलात आईन विरोधी आंदोलन सहित संप्रत थे केवे रावलात आईन विरोधी आंदोलन प्रत्यावृत होता ना एप्रिल 18 1919 रे क्यों आईन राज्य मानकर द्वैत शासन व्यवस्था करितला भारत शासन आईन 1919 केउठारे गांधी निखिल भारत खिलाफत सम्मेलन रे सभापति भाव निर्वाचित होते दिल्ली रे केउठारे एक सर्वदलीय बैठक रे खिलाफत कमिटी सरकार सहित संपर्क छिन्न करने निष्पत्ति नेला क्यों बैठक रे मन तो पिला माने अलाहाबाद ठारे गांधीजी यार अध्यक्षता करथिले केउठारे भारतीय जातीय कांग्रेस वार्षिक अधिवेशन रे असहयोग आंदोलन कार्यक्रम गृहीत होता ना नागपुर अधिवेशन रे असहयोग आंदोलन कार्यक्रम गृहीत होगा समय किए भारतीय जातीय कांग्रेस सभापति थे उत्तर पिला माने सी विजय राघवाचारी क्यों गोटी असहयोग आंदोलन कार्यक्रम अंतर्भुक्त नथिला सरकारी स्कूल कॉलेज वर्जन विदेशी भाषा वर्जन विचारालय वर्जन सरकारी उपात्याग उत्तर होची विदेशी भाषा वर्जन असहयोग आंदोलन समय कार भारत परिदर्शन को जनता पसंद करते पिला मन रखा जो असहयोग आंदोलन होता से वेल्स युवराज आसते लोक मैंने कौन करते पसंद करते असहयोग आंदोलन को चालू रखापी निष्पत्ति नहीं भारतीय जातीय कांग्रेस अधिवेशन केउठारे अनुष्ठित होता पिला माने कोठी हितला ना उत्तर होची अहमदाबाद क्यों घटना असहयोग आंदोलन हठात स्थगित रखा गांधीजी निष्पत्ति नहीं कांग्रेस नेतृत्व में मतभेद चौरी चौरा रिक्शा कांड आंदोलनकारी क्रांति खिलाफत आंदोलन मन रखता चौरी चौरा हिंसाकांड ना गांधीजी ये आंदोलन को सत्य और अहिंसा करने किंतु उत्तर प्रदेश गोरखपुर जिलार चौरी चौरा ठाले उत्त्यक्त जनता पुलिस स्टेशन को पोड़ी देते फल पुलिस कर्मचारी माने जीवंत दग्ध होते घटनाटी हिंसार माध्यम था फल गांधीजी ये घटना असहयोग आंदोलन को स्थगित रखिते केउठारे असहयोग आंदोलन को स्थगित रखापी गांधी निष्पत्ति को कांग्रेस कार्यकारी कमिटी अनुमोदन करथिला पिला माने एटा सब बेले परीक्षा आसे दी थर कॉम्पिटिटिव एग्जाम मध्ये आस्तला बरदोली ठारे जे बरदोली रो जातीय कांग्रेस अधिवेशन रे गांधीजी असहयोग आंदोलन को बंद करथिले किए असहयोग आंदोलन को स्थगित रखिबा एक जातीय विपर्यय वर्णना करथिले सुभाष चंद्र बोस कहिथिले एक जातीय विपर्यय किए असहयोग आंदोलन रे ओडिसा रो नेतृत्व नैथिले जे ओडिसा रो आंदोलन नेतृत्व उत्कलमणि गोपबंधु दास जे कि ओडिसा जातीय कांग्रेस प्रथम सभापति थे असहयोग आंदोलन समय केवे गांधीजी कटक ठारे एक विशाल जनसभा को उद्बोधन देते पिला को कटकर काठजोड़ी नदीबंध रे गांधीजी मार्च 23 1921 ठारे एक विशाल समावेश को उद्बोधन देते एक जातीय विद्यालय रे परिणत होइतिबा सत्यवादी वन विद्यालय प्रतिष्ठाता किए थे ना गोपबंधु दास जे कि 1909 मसीह साकी गोपाल ठारे सत्यवादी वन विद्यालय प्रतिष्ठा करते क्यों इंग्रेज अधिकारी भगत सिंह आजाद एवं राजगुरु द्वारा निहत होते ना संडरस किए संडरस निहत होते केंद्रीय विधायक सभा बोमा फिंगी बेले किए भगत सिंह सहित थे ना बटकेश्वर दत्त भगत सिंह सहित थे भगत सिंह और राजगुरु सहित एकादिने फांसी पाई अन्य जन विप्लवी किए थे ना सुखदेव मन थी भगत सिंह सुखदेव राजगुरु को एक दिन फांसी दिया केवे भगत सिंह को फांसी दिया परीक्षा छुआ प्रथम सीटी परीक्षा आसीला जे मार्च 23 1931 केउठारे चंद्रशेखर आजाद निहत होते अलाहाबाद ठारे चंद्रशेखर आजाद निहत होते किए एक सामयिक वैप्लविक सरकार घोषणा करते मन थी बंगलार उद्यमान युवक सूर्य सेन
ଦିଲ୍ଲୀ ନିକଟରେ ଭାଇସରାୟ ଇରୁଇନଙ୍କ ରେଳଗାଡ଼ି ଉଡ଼ାଇ ଦେବା ପାଇଁ ଉଦ୍ୟମରେ କିଏ ଜଡ଼ିତ ଥିଲେ? ନା ଚନ୍ଦ୍ରଶେଖର ଆଜାଦ ଥିଲେ। ସାଇମନ କମିଶନ କେବେ ନିଯୁକ୍ତ ହୋଇଥିଲା? ନଭେମ୍ବର 8, 1927। ସାଇମନ କମିଶନ କାହିଁକି ନିଯୁକ୍ତି ହୋଇଥିଲା? ଉନ୍ନତ ସାଇମନ କମିଶନ ଯିଏକି ଭାରତ 1928ରେ ପଦାର୍ପଣ କରିଥିଲା। ଭାରତରେ ଅଧିକ ସାମ୍ବିଧାନିକ ସଂସ୍କାରର ପ୍ରସ୍ତାବ ଦେବା ପାଇଁ ସାଇମନ କମିଶନ ଗଠିତ ହୋଇଥିଲା। ସାଇମନ କମିଶନ ବର୍ଜନ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ କେଉଁ ଅଧିବେଶନ ନିଷ୍ପତ୍ତି ନେଇଥିଲା? ମନୋତା ସାଇମନ କମିଶନ ବର୍ଜନ କରିବା ପାଇଁ କେଉଁ ଅଧିବେଶନ ଥିଲା? ନା ମାଡ୍ରାସ ଅଧିବେଶନ। ସାଇମନ କମିଶନ ବର୍ଜନ ନିଷ୍ପତ୍ତି ନେବା ବେଳେ କିଏ କଂଗ୍ରେସର ସଭାପତି ଥିଲେ? ଜାତୀୟ କଂଗ୍ରେସର M.A. ଆନସାରୀ ଥିଲେ। ସାଇମନ କମିଶନ ବର୍ଜନ କରିବା ପାଇଁ ଜାତୀୟ କଂଗ୍ରେସ କାହିଁକି ନିଷ୍ପତ୍ତି ନେଇଥିଲା? କାହିଁକି ନା ସାଇମନ କମିଶନରେ ଭାରତର କୌଣସି ସଦସ୍ୟ ନଥିଲେ, ଭାରତୀୟ ସଭ୍ୟ ନଥିଲେ କୌଣସି। ସାଇମନ କମିଶନ ଭାରତରେ କେବେ ପହଞ୍ଚିଥିଲା? ଫେବୃଆରୀ 3, 1928। ମନଲା ପିଲାମାନେ ଫେବୃଆରୀ 3, 1928। ଭାରତର କେଉଁଠାରେ ସାଇମନ କମିଶନ ପହଞ୍ଚିଲା? ବମ୍ବେ ଠାରେ। ମନେ ଥିବ ଯେ ସାଇମନ କମିଶନ ବମ୍ବେ ଠାରେ ଭାରତ ପହଞ୍ଚିଥିଲା। ମାନେ ସାଇମନ କମିଶନ ଭାରତରେ ବମ୍ବେ ଠାରେ ପହଞ୍ଚିଥିଲା। ସାଇମନ କମିଶନ ବିରୋଧୀ ଶୋଭାଯାତ୍ରା ସମୟରେ କିଏ ଲକ୍ଷ୍ନୌ ଠାରେ ପୋଲିସ ଲାଠି ଦ୍ୱାରା ପ୍ରହାରିତ ହୋଇଥିଲେ? ନା ଗୋବିନ୍ଦ ବଲ୍ଲଭ ପନ୍ଥ। ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାରେ ପୋଲିସ ଲାଠି ପ୍ରହାରରେ ଛାତିରେ ଗଭୀର ଭାବେ ଆଘାତ ହୋଇଥିବା ଯୋଗୁଁ କିଏ ମୃତ୍ୟୁବରଣ କରିଥିଲେ? ମନେ ରଖିବ ସାଇମନ କମିଶନରେ ବିରୋଧୀ ଶୋଭାଯାତ୍ରାରେ ପୋଲିସ ଲାଠ ମାଡ଼ରେ ଯନ୍ତ୍ରଣା ଅନୁଭବ କରି ମୃତ୍ୟୁବରଣ କିଏ? ଲାଲା ଲଜପତ ରାୟ, ପଞ୍ଜାବ କେଶରୀ। ସାଇମନ କମିଶନଙ୍କ ପରିଦର୍ଶନ ସମୟରେ କିଏ ଭାରତର ଭାଇସରାୟ ଥିଲେ? ଲର୍ଡ ଇରୁଇନ ଥିଲେ ଭାଇସରାୟ। କିଏ ସର୍ବଦଳୀୟ ସମ୍ମିଳନୀରେ ଏକ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଉଦ୍ଦିଷ୍ଟ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ? ମୋତିଲାଲ ନେହେରୁ। ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ରିପୋର୍ଟକୁ ଜାତୀୟ କଂଗ୍ରେସର କେଉଁ ଅଧିବେଶନ ଅନୁମୋଦନ କରିଥିଲା? ନା କଲିକତା ଅଧିବେଶନ। ଭାରତୀୟ ଜାତୀୟ କଂଗ୍ରେସର କେଉଁ ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଗୃହୀତ ହୋଇଥିଲା? ନା ଲାହୋର ଅଧିବେଶନ। ମନେ ତ 3ଟି ଆମର ଅଧିବେଶନ যেটা ইম্পর্টান্ট। ଗୋଟେ ନାଗପୁର ଅଧିବେଶନ ଅସହଯୋଗ ଆନ୍ଦୋଳନ ଗୃହୀତ ହୋଇଥିଲା, ଲାହୋର ଅଧିବେଶନ ଆଇନ ମାନେ ଆନ୍ଦୋଳନ ଗୃହୀତ ହୋଇଥିଲା, ଆଉ ବମ୍ବେ ଅଧିବେଶନ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା। ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ ଗ୍ରହଣ କରିଥିବା କଂଗ୍ରେସ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ? ନା ଜବାହରଲାଲ ନେହେରୁ। କେବେ ଜବାହରଲାଲ ନେହେରୁ ରାବି ନଦୀ କୂଳରେ ଭାରତର ତିରଙ୍ଗା ଜାତୀୟ ପତାକା ଉତ୍ତୋଳନ କରିଥିଲେ? ନା ଡିସେମ୍ବର 31, 1929ରେ। କେଉଁ ଦିନଟି ସ୍ୱାଧୀନତା ଦିବସ ରୂପେ ପାଳନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ଦ୍ୱାରା ସ୍ଥିର କରାଯାଇଥିଲା? ନା ଜାନୁଆରୀ 26, 1930। କେଉଁ ସ୍ଥାନରୁ ଗାନ୍ଧିଜୀ ତାଙ୍କ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ? ମନେ ରଖିବ ଗାନ୍ଧିଜୀ 78 ଜଣ ସହଯୋଗୀଙ୍କୁ ନେଇ ସାବରମତୀ ଆଶ୍ରମରୁ ବାହାରିଥିଲେ। କେବେ ବାହାରିଥିଲେ? ନା ମାର୍ଚ୍ଚ 12, 1930ରେ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ ଏବଂ ଏପ୍ରିଲ 6, 1930ରେ ଗାନ୍ଧିଜୀ ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ କରିଥିଲେ। ଓଡ଼ିଶାର କେଉଁଠାରେ ପ୍ରଥମେ ଲବଣ ଆଇନ ଭଙ୍ଗ କରାଯାଇଥିଲା? ଇଞ୍ଚୁଡ଼ି। ମନତା ଇଞ୍ଚୁଡ଼ି କି ଭାରତର ଦ୍ୱିତୀୟ ଦାଣ୍ଡି ବୋଲି କୁହାଯାଏ। କିଏ ଓଡ଼ିଶାର ପ୍ରଥମେ ଲବଣ ଆଇନ ଭଙ୍ଗ କରିଥିଲେ? ନା ଆଚାର୍ଯ୍ୟ ହରିହର। ମନତା ପିଲାମାନେ ଯେ ଭାରତର ଯେଉଁ ଆମର ଓଡ଼ିଶାରେ ଯେଉଁ ପ୍ରଥମେ କିଏ ଲବଣ ଆଇନ ଭଙ୍ଗ କରିଥିଲେ? ନା ଆଚାର୍ଯ୍ୟ ହରିହର। ପିଲାମାନେ ତ ଆଚାର୍ଯ୍ୟ ହରିହର ଯିଏକି ଲବଣ ଆଇନ ପ୍ରଥମେ ଭଙ୍ଗ କରିଥିଲେ। ଏବଂ ମନେ ରଖିଥାଉ ଇଞ୍ଚୁଡ଼ିଠାରେ କେବେ ହୋଇଥିଲା? ନା ଏପ୍ରିଲ 13, 1913। କେବେ ଓଡ଼ିଶାରେ ଲବଣ ଆଇନ ଭଙ୍ଗ ହୋଇଥିଲା? ଏପ୍ରିଲ 13, 1930। ସରି ଭୁଲ କହିଲି ଛୁଆ, ଯେ ଯେଉଁ ଆଚାର୍ଯ୍ୟ ହରିହର ଯେ ଲବଣ ଆଇନ ଭଙ୍ଗ କରିଥିଲେ କେବେ? ଏପ୍ରିଲ 13, 1930। କିଏ ଉତ୍ତର ପଶ୍ଚିମ ସୀମାନ୍ତରେ ଆଇନ ଅମାନ୍ୟ ଆନ୍ଦୋଳନ ସଂଗଠିତ କରିଥିଲେ? ଖାଁ ଅବଦୁଲ ଗଫର ଖାଁ, ଯିଏକି ସୀମାନ୍ତ ଗାନ୍ଧୀ ରୂପେ ପରିଚିତ ଏବଂ ଯିଏକି ଖୋଦାଇ ଖିଦମତଗାର ନାମରେ ଗୋଟେ ଦଳ ଗଠନ କରିଥିଲେ। ଛୁଆ ଖୋଦାଇ ଖିଦମତଗାର କ'ଣ ଥିଲା? ନା ଏକ ସ୍ୱେଚ୍ଛାସେବୀ ସଂଗଠନ ଥିଲା। କାହା ଦ୍ୱାରା ହେଇଥିଲା? ନା ଖାଁ ଅବଦୁଲ ଗଫର ଖାଁ ଦ୍ୱାରା ହେଇଥିଲା। ମନେ ରଖିବ ପିଲାମାନେ, ଯେଉଁ ସୀମାନ୍ତ ଗାନ୍ଧୀ ରୂପେ ପରିଚିତ କିଏ? ନା ଖାଁ ଅବଦୁଲ ଗଫର ଖାଁ, ଯିଏକି ଖୋଦାଇ ଖିଦମତଗାର ଦଳ ଗଠନ କରିଥିଲେ। ଲବଣ ଆଇନ ଭଙ୍ଗ ପରେ ଗାନ୍ଧିଜୀ କେବେ ଗିରଫ ହୋଇଥିଲେ? ନା ମେ 4, 1930। କେଉଁଠାରେ ଚକ୍ରବର୍ତ୍ତୀ ରାଜବକାଳ 4
ଲବଣ ସତ୍ୟାଗ୍ରହ ନେତୃତ୍ୱ ନେଇଥିଲେ? ମନେ ରଖିବ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ତାମିଲନାଡୁ ଠାରେ ଲବଣ ସତ୍ୟାଗ୍ରହ ନେତୃତ୍ୱ ନେଇଥିଲେ। କେବେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା? ଏପ୍ରିଲ 6, 1930। କେବେ ପ୍ରଥମ ଗୋଲଟେବୁଲ ବୈଠକ ହେଇଥିଲା? 1930। ମନେ ରଖିବ, ତିନିଟା ଗୋଲଟେବୁଲ ବୈଠକ। 1930 ପ୍ରଥମ ଗୋଲଟେବୁଲ ବୈଠକ, 1931 ଦ୍ୱିତୀୟ ଗୋଲଟେବୁଲ ବୈଠକ, 1932 ତୃତୀୟ ଗୋଲଟେବୁଲ ବୈଠକ। ଗାନ୍ଧୀଜୀ ଦ୍ୱିତୀୟ ଗୋଲଟେବୁଲ ବୈଠକ 1931 ଯାଇଥିଲେ, କିନ୍ତୁ ପ୍ରଥମ ଆଉ ତୃତୀୟରେ ଗାନ୍ଧୀଜୀ ଯୋଗ ଦେଇନଥିଲେ ବା ଜାତୀୟ କଂଗ୍ରେସ ଅଂଶଗ୍ରହଣ କରିନଥିଲା। ପ୍ରଥମ ଗୋଲଟେବୁଲ ବୈଠକର ସଭାପତି କିଏ କରିଥିଲେ? ରାମସେ ମ୍ୟାକଡୋନାଲ୍ଡ। ଗାନ୍ଧୀ ଇରୱିନ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା? ମାର୍ଚ୍ଚ 5, 1931 ଗାନ୍ଧୀ ଇରୱିନ ଚୁକ୍ତି। ଇରୱିନ ଥିଲେ ଭାରତର ସେତେବେଳେ ବଡଲାଟ। କେଉଁଠାରେ ଜାତୀୟ କଂଗ୍ରେସ ଗାନ୍ଧୀ ଇରୱିନ ଚୁକ୍ତି ଅନୁମୋଦନ କରିଥିଲା? ସବୁବେଳେ ପରୀକ୍ଷାରେ ଆସେ, କରାଚିଠାରେ। ଗାନ୍ଧୀ ଇରୱିନ ଚୁକ୍ତି ଅନୁମୋଦନ କରାଯିବା ସମୟରେ କିଏ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ? ନା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଥିଲେ ଗାନ୍ଧୀ ଇରୱିନ ଚୁକ୍ତି ସମୟରେ। କିଏ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧିତ୍ୱ କରିଥିଲେ? ମହାତ୍ମା ଗାନ୍ଧୀ। ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିଏ ସଭାପତିତ୍ୱ କରିଥିଲେ? ରାମସେ ମ୍ୟାକଡୋନାଲ୍ଡ। କେବେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଗାନ୍ଧୀ ଇରୱିନ ଚୁକ୍ତି ଫଳରେ ସ୍ଥଗିତ ରଖାଯାଇଥିବା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ ପାଇଁ ନିଷ୍ପତ୍ତି ନେଇଥିଲା? ଯେଉଁ ଗାନ୍ଧୀ ଇରୱିନ ଚୁକ୍ତି ହେଇଥିଲା, ଫଳରେ ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ବନ୍ଦ କରିଥିଲା, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଡିସେମ୍ବର 29, 1931 ଗାନ୍ଧୀଜୀଙ୍କ ଦ୍ୱାରା ପୁଣି ଆଉ ଥରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା। କିଏ ଆଇନ ଅମାନ୍ୟ ଆନ୍ଦୋଳନକୁ ପୁନଃ ଆରମ୍ଭ କରିଥିଲେ? କାହିଁକି ଆଇନ ଅମାନ୍ୟ ଆନ୍ଦୋଳନ ପୁନଃ ଆରମ୍ଭ ହୋଇଥିଲା? ହେଉଛି ଭାରତକୁ ସ୍ୱାଧୀନତା ପ୍ରଦାନ ପାଇଁ ସରକାରଙ୍କ ନିରବତା। ଆଇନ ଅମାନ୍ୟ ଆନ୍ଦୋଳନ ପୁନଃ ଆରମ୍ଭ ହେବା ସମୟରେ କିଏ ଭାରତର ଭାଇସରାୟ ଥିଲେ? ଲର୍ଡ ୱାଲିଙ୍ଗଟନ। ଦଳିତ ଶ୍ରେଣୀ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀର ଘୋଷଣା ବିରୁଦ୍ଧରେ ଗାନ୍ଧୀ କେଉଁଠାରେ ଆମରଣ ଅନଶନ କରିଥିଲେ? ନା ମନୋତ ଇୟରୱାଡା କାରାଗାରରେ। କେବେ ତୃତୀୟ ଗୋଲଟେବୁଲ ବୈଠକ ହୋଇଥିଲା? ନା 1932। କିଏ ସମସ୍ତ ତିନୋଟି ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ? ମନୋତ ତିନିଟା ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ତେଜ ବାହାଦୁର ସାପରୁ। କେବେ ଆଇନ ଅମାନ୍ୟ ଆନ୍ଦୋଳନ ଔପଚାରିକ ଭାବେ ପ୍ରତ୍ୟାହୃତ ହେଲା? ନା 1934 ଏପ୍ରିଲ ମାସରେ। କାହା ଭିତ୍ତିରେ ଭାରତ ଶାସନ ଆଇନ 1935 ପ୍ରସ୍ତୁତ ହୋଇଥିଲା? ନା ସାଇମନ କମିଶନଙ୍କ ସୁପାରିଶ କ୍ରମେ 1935 ଭାରତ ଶାସନ ଆଇନ ପୁନଃ ତିଆରି ହୋଇଥିଲା। କେବେ ଭାରତ ଶାସନ ଆଇନ 1935 ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା? ନା 1937। ଭାରତ ଶାସନ ଆଇନ 1935 ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବା ସମୟରେ କିଏ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ଥିଲେ? ଜବାହରଲାଲ ନେହେରୁ ଥିଲେ। 1940 ଅଗଷ୍ଟ 8 ସରକାରଙ୍କ ଦ୍ୱାରା ଘୋଷିତ ଅଗଷ୍ଟ ଦାନ କେଉଁ ଗୋଟି ଅନ୍ତର୍ଭୁକ୍ତ ନଥିଲା? ମନୋକ୍ତ ଅଗଷ୍ଟ ଦାନ ହୋଇଥିଲା 1940 ଅଗଷ୍ଟ 8 ବ୍ରିଟିଶ ପାର୍ଲାମେଣ୍ଟ ଠାରୁ ଭାରତୀୟ ବିଧେୟକ ସଭା ଗୁଡ଼ିକ ଘନତା ହସ୍ତାନ୍ତର। ଏଇଟା ଅନ୍ତର୍ଭୁକ୍ତ ନଥିଲା, ଆଉ ସବୁ ଅନ୍ତର୍ଭୁକ୍ତ ଥିଲା। ଗାନ୍ଧୀଜୀଙ୍କ ଆହ୍ୱାନରେ ବ୍ୟକ୍ତିଗତ ସତ୍ୟାଗ୍ରହ କେବେ ହୋଇଥିଲା? ନା ଅକ୍ଟୋବର 17, 1940। ଗାନ୍ଧୀଜୀଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଆହ୍ୱାନ ପରେ କିଏ ପ୍ରଥମେ ସତ୍ୟାଗ୍ରହ ହୋଇଥିଲେ? ନା ବିନୋବା ଭାବେ। ଗାନ୍ଧୀଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଆହ୍ୱାନ ପରେ କିଏ ପ୍ରଥମେ ସତ୍ୟାଗ୍ରହ? ନା ବିନୋବା ହୋଇଥିଲେ। ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀ ଭାରତକୁ କ୍ରିପ୍ସ ମିଶନ ପଠାଇଥିଲେ? ଏଇ ଛୁଆ ବହୁତ ଗୁଡେ ଇମ୍ପୋର୍ଟାଣ୍ଟ। ୱିନଷ୍ଟନ ଚର୍ଚ୍ଚିଲ। କେବେ କ୍ରିପ୍ସ ମିଶନ ଭାରତକୁ ଆସିଥିଲା? 1942 ଆସିଥିଲା ଭାରତକୁ। କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଭାରତ ଛାଡ଼ ପ୍ରସ୍ତାବକୁ ଗ୍ରହଣ କରିଥିଲା? ୱାର୍ଦ୍ଧା ଠାରେ। କେଉଁଠାରେ ଜାତୀୟ କଂଗ୍ରେସର ସାଧାରଣ ଅଧିବେଶନ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ଥିଲା? ମନେ ଥିବ 1942 ଅଗଷ୍ଟ 8 ବମ୍ବେ ଅଧିବେଶନ ରହିଥିଲା। କିଏ ଜାତୀୟ କଂଗ୍ରେସ ସାଧାରଣ ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଆଗତ କରିଥିଲେ? ମନେ ରଖିବ, ଜବାହରଲାଲ ନେହେରୁ ପ୍ରସ୍ତାବ ଆଗତ କରିଥିଲେ, ସର୍ଦ୍ଦାର ବଲ୍ଲଭ ଭାଇ ପ୍ରସ୍ତାବ ସମର୍ଥନ କରିଥିଲେ ଏବଂ ସଭାପତିତ୍ୱ କରୁଥିଲେ ଚନ୍ଦ୍ରଶେଖର ଆଜାଦ। କେବେ ସର୍ବଭାରତୀୟ କମିଟି ଦ୍ୱାରା ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା? ନା ଅଗଷ୍ଟ 8, 1942। କଂଗ୍ରେସ ଦ୍ୱାରା ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବା ପରଦିନ ଗାନ୍ଧୀଙ୍କୁ ଗିରଫ କରାଯାଇ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ସବୁବେଳେ ପରୀକ୍ଷାରେ ଆସେ ଯେ ଭାରତ ଛାଡ଼ ଆନ୍ଦୋଳନ ପରେ ଯେଉଁ ପ୍ରସ୍ତାବ ଗୃହୀତ ହେଲା, ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଗଲା,
ଗାନ୍ଧିଜୀ को इंग्रेज माने गिरफ करी आगा घाटारे कौन रखुले ना प्रसाद रे बंदी कर रखुले। ओडिशार केउंटारे भारत छाड़ आंदोलन समय साधारण जनता पर गुड़ी वर्षण होता इरम मन रखिथ 1942 मसीहा सेप्टेम्बर 28 तारिख में बासुदेवपुर इरम मेलन पड़िया लोक मैंने कर न देवाई प्रतिज्ञासूत भाव में बसी एवं सही समय इंग्रेज अफिसर मन छड़ा गुड़ी चालना कले फल बहुत लोक मरीगले। यह ओडिशार रक्त तीर्थ कहुए एवं यह द्वितीय जालियान हत्याकांड कहुए। भारत छोड़ आंदोलन समय लक्ष्मण नायक केवे फांसी दिया मार्च 29, 1943 केवे सुभाष बोस भारतीय जातीय कांग्रेस जोग देते 1923 जोग देते। भारतीय जातीय कांग्रेस केउ अधिवेशन में सुभाष बोस प्रथम थर सभापति निर्वाचित होते ना हरिपुरा अधिवेशन में सुभाष बोस प्रथम थर सभापति होते। केवे गांधी विरोध सत्वे सुभाष बोस द्वितीय थर जातीय कांग्रेस सभापति निर्वाचित होते ना 1939 केवे सुभाष बोस फॉरवर्ड ब्लॉक नामक नूतन राजनैतिक दल गठन करते ना 1939 करते। केवे सुभाष बोस छद्म भारत छाड़ी 1941 भारत छाड़ी। भारत छाड़ा पर सुभाष बोस प्रथम क्यों देश में पहुंचते पे उत्तर हूँ जर्मनी में पहुंचते। क्योंटारे सुभाष बोस स्वाधीन भारत सैन्य बाहिनी गठन करते ना बर्लिन ठारे गठन करते। स्वाधीन भारत सैन्य बाहिनी सैन्यमान द्वारा क्यों गोटी अभिवादन सूचक स्लोगान थिला मन रखिब जो भारत स्वाधीन भारत सैन्य बाहिनी रे सैन्य मान द्वारा जो स्लोगान थिला जय हिंद। केउंटारे सुभाष बोस आजाद हिंद रेडियो प्रतिष्ठा करते बर्लिन ठारे। केउंटारे भारतीय स्वाधीनता संघ गठित होता टोकियो ठारे। किए आजाद हिंद फौजर प्रतिष्ठा थिले रासबिहारी बोस। पुरातन प्रस्तर युग अन्यथा कौ नाम परिचित ना पालियोलिथिक युग नाम परिचित। मन रखता प्रस्तर युग 3 बार विभक्त पुरातन प्रस्तर युग मध्य प्रस्तर युग नूतन प्रस्तर युग 3टा कौ ना परिचित ना पालियोलिथिक युग। पुरातन प्रस्तर युगर मनुष्य केउंटारे बास करुला ना गुंफारे। केउं गोटी पुरातन प्रस्तर युगर मनुष्य प्रधान जीविका थिला मंतव्य पुरातन प्रस्तर लोक जीविका थिला पशु शिकार खाद्य संग्रह। पुरातन प्रस्तर युग केउंथरे छुंची प्रस्तुत होता ना हाड़े छुंची प्रस्तुत होता। केउं गोटी पुरातन प्रस्तर युग मनुष्य को जना नथिला माटी पात्र निर्माण